ମନୁଷ୍ୟର ଜୀବନ ଅନିତ୍ୟ ମାତ୍ର, ସ୍ଥାୟୀ ନାହିଁ, ଅସ୍ଥାୟୀ ଜୀବନ। ଗତକାଲି ଆମେ ଶୁଣୁଥିଲୁ ପ୍ରାୟ 242 ଲୋକ, ଧନୀ ଧନୀ ଲୋକ ପ୍ରସ୍ତୁତ ହେଇ ଉଡାଜାହାଜରେ ଚଘି ଇଂଲଣ୍ଡ ଯିବା ପାଇଁ ବାହାରିଥିଲେ। ଗୋଟିଏ ମୁହୂର୍ତ୍ତରେ ଜୀବନ ଚାଲିଗଲା। ମାତ୍ର 8 ମିନିଟରୁ 7 ମିନିଟ, 8 ମିନିଟ। ପରମେଶ୍ୱର ଆମମାନଙ୍କ ପାଇଁ ଉତ୍ତମ ଅଛନ୍ତି। ଆମମାନଙ୍କର ପାଇଁ ସେ ସବୁ ମଙ୍ଗଳ ଦାନରେ ପରିପୂର୍ଣ୍ଣ କରନ୍ତି। ଗତକାଲି ଜଣେ ଭାଇ ମୋ ସାଙ୍ଗେ କଥାବାର୍ତ୍ତା କରୁଥିଲେ। ସେ କହୁଥିଲେ ମତେ, ଈଶ୍ୱରଙ୍କର ମଙ୍ଗଳ ଦାନକୁ ଯଦି ଆମେ ଗଣିବା, ତାହେଲେ ଆମ ପାଖରେ ଖାତା ନାହିଁ, ପେନ୍ ନାହିଁ, କି ସମୟ ନାହିଁ ଲେଖିବା ପାଇଁ। ଈଶ୍ୱରଙ୍କର ମଙ୍ଗଳ ଦାନକୁ ଯଦି ଆମେ ଈଶ୍ୱରଙ୍କ ମଙ୍ଗଳ ଦାନ କୋଉଠାରୁ ଆସ ଜାଣିବା ପାଇଁ, ତେବେ ଆମେ ମାଗୁଛୁ, ପ୍ରାର୍ଥନା କଲା ବେଳକୁ ଏଇଟା ଦିଅ, ସେଇଟା ଦିଅ, ସେଇଟା ଦିଅ, ସେଇଟା ଦିଅ। ଆଉ ଭଲ କଥା, କିନ୍ତୁ ନ ମାଗିଲେ ମଧ୍ୟ କେତେ ଗୁଡିକ ଜିନିଷକୁ ସେ ଦିଅନ୍ତି। ଯୋଉ ଜିନିଷ ସେ ଦିଅନ୍ତି ତାର ତୁଳନା କରିବା ପାଇଁ ସଂସାରରେ କୌଣସି ମୂଲ୍ୟ ନାହିଁ। ଉଦାହରଣ, ବିନା ମୂଲ୍ୟର ଦାନ ଯଦି ବନ୍ଦ ହେଇଯାଏ, ହୁଏତ ଆମେ ଚାଲିଯିବା। ଏବେ ଗତକାଲିର ଘଟଣା ନିଶ୍ଚୟ କରି ଆମେ ଭାରତବାସୀ ସମସ୍ତଙ୍କୁ ମର୍ମାହିତ କରିଛି। ମନୁଷ୍ୟର ଜୀବନ ଅନିତ୍ୟ, ମନୁଷ୍ୟର ଜୀବନ ପାଣି ଫୁଟୁକା ତୁଲ୍ୟ, ମନୁଷ୍ୟର ଜୀବନ ଏକ ଘାସ ତୁଲ୍ୟ, ମନୁଷ୍ୟର ଜୀବନ ଏକ ମୁହୂର୍ତ୍ତକ ମାତ୍ରେ। ମାତ୍ର ମୁଁ ଆପଣମାନଙ୍କୁ ଧନ୍ୟବାଦ ଦିଏ, ପ୍ରତିଦିନ ସକାଳେ ଆପଣମାନେ ଜଏନ୍ ହେଇ ଏ ଅନିତ୍ୟ ଜୀବନ, ଏ ଅମୂର୍ତ୍ତ ଜୀବନ, ଏଇ ଜୀବନକୁ ଈଶ୍ୱରଙ୍କ ନିକଟରେ ସମର୍ପିତ କରୁଛନ୍ତି। ସେଥିପାଇଁ ମୁଁ ବିଶେଷ କରି ଆଜି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ପ୍ରଭୁଙ୍କ ପ୍ରିୟ ଦାସ ଜଗଦୀଶ ଆଜ୍ଞାଙ୍କୁ ମୁଁ ଧନ୍ୟବାଦ ଦିଏ। ମୋର ହୃଦୟରେ କୃତଜ୍ଞତା, ମୁଁ ମୋ ପରିବାରକୁ ମୁଁ ଧନ୍ୟବାଦ ଦିଏ। ପୁଣି ଆଜି ଯୋଉମାନେ ଇଣ୍ଟରସେସରୀ ପ୍ରେୟର କରିଛନ୍ତି, ଆଉ ବିଡିକେ ଆଜ୍ଞା ଆଉ ଲିଡିଂ କରିଛନ୍ତି, ସେଥିପାଇଁ ମତେ ସୁନ୍ଦର କରି ଡାକିଥିବାରୁ ନିଶ୍ଚୟ କରି ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀକୁ, ଯୋଉମାନେ ମୋ କଥା ଶୁଣୁଛନ୍ତି ୟୁଟ୍ୟୁବ ରେ ମଧ୍ୟ, ସେମାନଙ୍କୁ ମୋର ହୃଦୟରେ କୃତଜ୍ଞତା ନମସ୍କାର ଜଣାଏ। ତେଣୁ ମୁଁ କହୁଥିଲି ଏଇ ଅଳ୍ପ ସମୟ ପୂର୍ବରୁ, କେତେବେଳେ ପ୍ରଭୁ କାହାକୁ ଡାକିବେ ଆମେ ଜାଣିନୁ। ଗୁଜରାଟରେ ପ୍ଲେନ ଉପରେ 242 ଲୋକ ଇଂଲଣ୍ଡ ଯିବା ପାଇଁ ବ୍ୟାଗ ଧରି ଯାଉଥିଲେ, ଟଙ୍କା ଧରିକରି ଯାଉଥିଲେ। ଧନୀ ଲୋକ ଗୁଡାକ ସେମାନେ, କୌଣସି ପ୍ରୋବ୍ଲେମ ନାହିଁ ସେମାନଙ୍କର ନଥିଲା। କିନ୍ତୁ ହଠାତ୍ ଏକ ତୋଫାନ ଆସିଲା, ଏକ ଝଡ଼ ଆସିଲା। 242 ଲୋକ ମରିଗଲେ। ସେଇଠୁ ଗୋଟେ ପରିବାର ଜଷ୍ଟ ବିବାହ ହେଇଥିଲେ, ନୂଆରେ ବାହା ହେଇଥିଲେ। ଗୋଟେ ଛୋଟ ଛୁଆ ଦିଟା, ସୁନ୍ଦର ସୁନ୍ଦର ଛୁଆ ଥିଲେ। ଆଉ ଜଣେ ସ୍ତ୍ରୀ ତା ସ୍ୱାମୀକୁ ମିଶିବା ପାଇଁ ଇଂଲଣ୍ଡକୁ ଯାଉଥିଲେ। ଆଉ ଜଣେ ସ୍ୱାମୀ ତା ପରିବାରକୁ ଦେଖିବା ପାଇଁ ତା ସ୍ତ୍ରୀକୁ ଛାଡି ଇଂଲଣ୍ଡରୁ ଆସିକି ଆଉ ଥରେ ଫେରିଯିବା ପାଇଁ ବାହାରିଥିଲେ। କିନ୍ତୁ ସମୟ ସାଥ ଦେଲା ନାହିଁ, ସେମାନେ ସଂସାରରୁ ଚାଲିଗଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଆମ ଜୀବନରେ ଯେତେବେଳେ ସବୁ ଜିନିଷକୁ ଆମେ ଦେଖୁଛୁ, ଏ ସବୁ ଈଶ୍ୱରଙ୍କର ବରଦାନ ଅଟେ। କେହି କେବେ ନିଜକୁ ଗର୍ବ କରିବା ଅନୁଚିତ ଅଟେ। ଯଦି ଗର୍ବ କରୁ, ଆମେ ସକାଳୁ ଉଠୁଛୁ ସେଥିପାଇଁ ଗର୍ବ କରିବା। ଯଦି ଆମେ ଗର୍ବ କରୁ, ପ୍ରଭୁଙ୍କୁ ଧନ୍ୟବାଦ ଦଉ, ସେଥିପାଇଁ ଗର୍ବ କରିବା। ଯଦି ଆମେ ଗର୍ବ କରୁ, ଈଶ୍ୱରଙ୍କ ଠାରେ ନମ୍ର ହେବା ପାଇଁ ଗର୍ବ କରିବା। ଏ ଅନତ୍ୟ ଜୀବନ,
ସମୟର ଧ୍ୟାନ ପାଇଁ ମୁଁ ଈଶ୍ୱରଙ୍କ ବାକ୍ୟରୁ ଆପଣମାନଙ୍କୁ ନିକଟକୁ ନେଇଯିବା ପାଇଁ ଚାହେଁ। ଜଣେ ବ୍ୟକ୍ତିଙ୍କ ପାଖକୁ ଆପଣ ଶୁଣିଛନ୍ତି, ଜାଣିଛନ୍ତି, ପ୍ରଚାର କରିଛନ୍ତି। ମୁଁ ଆଜିର ମୋର ପ୍ରସଙ୍ଗ ହେଲା ପଜିଟିଭ ଥିଙ୍କିଂ। ସବୁବେଳେ ଆମେ ସକାରାତ୍ମକ ମନୋଭାବ ନେଇକି ବଞ୍ଚିବାକୁ ପଡିବ ବା ବଞ୍ଚିବା। ଯଦି ସକାରାତ୍ମକ ମନୋଭାବକୁ ନେଇ ଆମେ ଆଗକୁ ଚାଲିବା, ଆମମାନଙ୍କୁ ସକାରାତ୍ମକ ବିଷୟ ସବୁ ଆଗକୁ ଦେଖାଯିବ। ଖ୍ରୀଷ୍ଟିଆନ ଜୀବନ ଏକ ବେଳେ ବେଳେ ଆମେ ଦୁଃଖିତ, କଷ୍ଟ, ଦୁଃଖ, ଅଭାବ, ଅନାଟନ, ସମସ୍ୟା, ପ୍ରେସର ଏସବୁ ଦେଇ ଯାଉ। ସେତେବେଳେ ଆମେ ନେଗେଟିଭ ଯେତେବେଳେ ଆମେ ପଜିଟିଭ ହଉ, ସେତେବେଳେ ପରମେଶ୍ୱରର ଆମମାନଙ୍କ ପ୍ରତି ପଜିଟିଭ ହେଇଥାନ୍ତି। ଆମମାନଙ୍କ ଦୁଃଖକୁ ଜାଣନ୍ତି, ଆମମାନଙ୍କ କଷ୍ଟକୁ ଜାଣନ୍ତି, ଆମମାନଙ୍କ ସମସ୍ୟାକୁ ଜାଣନ୍ତି, ଆମମାନଙ୍କର ଅଭାବକୁ ଜାଣନ୍ତି, ଆମମାନେ ଆଗକୁ କଣ କରିବା ତାକୁ ମଧ୍ୟ ସେ ଜାଣନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସକାଳେ ମୁଁ ଆପଣମାନଙ୍କୁ ଗୋଟିଏ ଛୋଟିଆ କଥାରେ ମୁଁ ଆରମ୍ଭ କରିବା ପାଇଁ ଚାହେଁ। ଥିଙ୍କ ପଜିଟିଭ। ସବୁବେଳେ ନିଜକୁ ସକାରାତ୍ମକ ମନୋଭାବ ନେଇ ବଞ୍ଚନ୍ତୁ, ଭାବନ୍ତୁ। ହେ ପଜିଟିଭ, ସକାରାତ୍ମକ ବିଷୟ ସବୁ ଶୁଣନ୍ତୁ। ସକାରାତ୍ମକ ମନୋଭାବକୁ ଦେଖନ୍ତୁ। ଟକ୍ ପଜିଟିଭ। ଆଉ ସକାରାତ୍ମକ କଥା ସବୁବେଳେ କୁହନ୍ତୁ। ଆକ୍ଟ ପଜିଟିଭ। ସକାରାତ୍ମକ ଜୀବନ ଯାପନ କାଟନ୍ତୁ। ସକାରାତ୍ମକ ଜୀବନ ସଫଳତାର ଗୋଟେ ଚାବିକାଠି। ଜଣେ ପ୍ରଭୁଙ୍କର ଦାସ କହୁଥିଲେ, ଆଉ ଅବ୍ରାହମ ଲିଙ୍କନ ଯେତେବେଳେ ଆମେରିକାର ପ୍ରେସିଡେଣ୍ଟ ଥିଲେ, ସେ ସବୁଦିନ ସକାଳେ ଯାଉଥିଲେ, ଦର୍ପଣ ଦେଖୁଥିଲେ। କହୁଥିଲେ ଯେ ହେ ଅବ୍ରାହମ ଲିଙ୍କନ, ତୁ ଗରିବ ନୁହଁ, ତୁ ଈଶ୍ୱରଙ୍କ ଦ୍ୱାରା ନିର୍ମିତ ହୁ, ତୁ ଆଶୀର୍ବାଦ ପ୍ରାପ୍ତ ହୁ। ଦର୍ପଣ ଦେଖି ନିଜକୁ କହୁଥିଲେ, ତୋତେ ପ୍ରଭୁ ଆଜି ଆଶୀର୍ବାଦ କରିବେ, ଆଜିର ଆବଶ୍ୟକତା ଦେବେ, ଶତ୍ରୁଠାରୁ ମୁକ୍ତ କରିବେ। ତୁ ପ୍ରଭୁଙ୍କର ପ୍ରଶଂସା କର। ସକାଳେ ଉଠୁ ଉଠୁ ଦର୍ପଣ ଦେଖି ସେ ତାକୁ ଘୋଷଣା କରୁଥିଲେ। ପଜିଟିଭ ଥିଙ୍କିଂ, ସକାରାତ୍ମକ ମନୋଭାବ ଆମ ପାଇଁ ଉପକାର ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ମଧ୍ୟ ଉପକାର ଆଣିଦିଏ। ଅନେକ ସମୟରେ ଆମେ ପଜିଟିଭ ହେଇନଥାଉ, ଆମେ ସବୁବେଳେ ନେଗେଟିଭ ହେଇଥାଉ। ଆମମାନଙ୍କର ଦୁର୍ବଳତାକୁ ନିଜେ ଦେଖିଥାଉ, ଆମମାନଙ୍କ ଦୋଷକୁ ଦେଖିଥାଉ, ଆମମାନଙ୍କର ଅଯୋଗ୍ୟତାକୁ ଦେଖିଥାଉ, ଆମମାନଙ୍କର ଅସଫଳତାକୁ ଦେଖିଥାଉ, ଆମମାନଙ୍କର ଜୀବନରେ ଯାହା କରିନପାରୁ ତାକୁ ମନେ ପକେଇଥାଉ। କେହି କେହି ରାତିରେ ଶୋଇପାରନ୍ତି ନାହିଁ, କେହି କେହି ଖାଇପାରନ୍ତି ନାହିଁ, କେହି କେହି କଥା କହିପାରନ୍ତି ନାହିଁ, କେହି କେହି ବସି ଶଯ୍ୟା ମଧ୍ୟରେ କାନ୍ଦନ୍ତି। କିନ୍ତୁ ଖ୍ରୀଷ୍ଟିଆନ ଜୀବନର ସଫଳତା ଖ୍ରୀଷ୍ଟଙ୍କ ପାଦ ତଳେ ଆମେ ଯେତେବେଳେ ସମସ୍ତ ବିଷୟ ସମର୍ପଣ କରିବା ସକାରାତ୍ମକ ଭାବରେ, ସେ ହିଁ ଆପଣଙ୍କର ସବୁ କିଛି। ଆପଣ ଯଦି ଦେଖିବେ, ଆଦି ପୁସ୍ତକ ଯେତେବେଳେ ଆରମ୍ଭ ହେଲା, ଆଦି ପୁସ୍ତକରେ ପରମେଶ୍ୱରଙ୍କ ଠାରୁ ଆରମ୍ଭ ହେଲା। ଇନ୍ ଦ ବିଗିନିଂ ଅଫ ଗଡ। ଆଦ୍ୟରେ ପରମେଶ୍ୱର ଲେଖାଯାଏ। ପରମେଶ୍ୱର ସମସ୍ତ ବିଷୟର ଆରମ୍ଭ ମାତ୍ର ଆପଣଙ୍କ ଜୀବନର ଆରମ୍ଭ, ମୋ ଜୀବନର ଆରମ୍ଭ। ଆଜି ସକାଳେ ଆମେ ସମସ୍ତେ ଈଶ୍ୱରଙ୍କ ଠାରୁ ଆମମାନଙ୍କ ଜୀବନକୁ ଆରମ୍ଭ କରିବା। ଆଜି ସକାଳେ, ଆଜି ଆମମାନଙ୍କ ଜୀବନ ସକାରାତ୍ମକ ମନୋଭାବ ନେଇ ଆରମ୍ଭ କରିବା। ଭାରତୀୟ ଲୋକମାନେ ସାଧାରଣତଃ ଆମେ ଅନେକ ସମୟରେ ବହୁତ ନକାରାତ୍ମକ, ଆମେ ଧନୀ ହେବା ପାଇଁ ଇଚ୍ଛା କରିଥାଉ, ଆମେ ପଇସା ପାଇବା ପାଇଁ ଇଚ୍ଛା କରିଥାଉ, ଆମେ ସଫଳ ପାଇବା ପାଇଁ ଇଚ୍ଛା କରିଥାଉ। ଆମମାନେ ସବୁବେଳେ ଆମମାନଙ୍କ ଜୀବନରେ ଚିନ୍ତା ବ୍ୟତିବ୍ୟସ୍ତ। କାଲି ଜଣେ ପ୍ରଭୁଙ୍କ ଦାସ ମତେ କହୁଥିଲେ, ଆମେ ଏତେ ବ୍ୟସ୍ତ ଯେ ଆମେ ଜମି କିଣିବୁ, ଘର ଦ୍ୱାର କିଣିବୁ, ସବୁ କିଣିବୁ, ଆମେ ବଡ ଲୋକ ହବୁ, ଆମମାନଙ୍କ ଜୀବନରେ ସଫଳ ପାଇବୁ, କିନ୍ତୁ ପ୍ରଭୁଙ୍କୁ ବେଳେ ବେଳେ ଆମେ ଭୁଲି ଯାଉଛୁ। ମନ ଦେଇ ଶୁଣନ୍ତୁ, ଟିକେ କହିବି। ଆମେ ଜମି କିଣିବା ପାଇଁ ଇଚ୍ଛା କରୁଛୁ, ଆମେ ଘର କିଣିବା ପାଇଁ ଇଚ୍ଛା କରୁଛୁ, କିନ୍ତୁ
ଗୁରୁତ୍ୱପୂର୍ଣ୍ଣ କଥାଟି ହଉଛି ଆପଣଙ୍କ ସମୟ ଆସୁଛି, ଜମି ଆପଣଙ୍କୁ ବହୁତ ସୁନ୍ଦର କଥା ଶିଖିବେ। ଯୋଉମାନେ ଜମି କିଣିବା ପାଇଁ ଇଚ୍ଛା କରୁଛନ୍ତି ସେମାନେ ଜମିରେ ହିଁ ରହିଯିବେ ସବୁଦିନ ପାଇଁ। ଜମି ଆପଣଙ୍କୁ କିଣିକି ନା ଏଇ ଛୋଟିଆ 6 ଫୁଟିଆ କି 7 ଫୁଟିଆ ଜମିରେ ସବୁଦିନ ପାଇଁ ରହିଯିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ଭରସା, ଆମମାନଙ୍କର ନିର୍ଭର, ଆମମାନଙ୍କର ସକଳ ଗତି ପରମେଶ୍ୱରଙ୍କ ଠାରେ ଆମେ ସମର୍ପଣ କରିବା ଆବଶ୍ୟକତା ଅଟେ। ମୁଁ ଆପଣମାନଙ୍କୁ ଆଉ ଥରେ ଧନ୍ୟବାଦ ଦିଏ। ଆମମାନଙ୍କର ଜୀବନରେ ସବୁବେଳେ ପଜିଟିଭ ହେବା ଆବଶ୍ୟକ ଅଛି। ନେଗେଟିଭ ଜିନିଷକୁ ଛାଡିକରି ପ୍ରଭୁ ଠାରେ ସମର୍ପିତ ହେଇ ପ୍ରାର୍ଥନା କଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ବାଇବେଲରେ ଅନେକ ଚରିତ୍ର ଆପଣ ମାନେ ଦେଖିଛନ୍ତି, ପଜିଟିଭ ଚରିତ୍ର ଗୁଡାକ, ସଫଳ ଚରିତ୍ର ଗୁଡାକ, ଆଶୀର୍ବାଦ ପ୍ରାପ୍ତ ଚରିତ୍ର ଗୁଡାକ, ଏବଂ କିଛି ଚରିତ୍ରକୁ ଆମେ ନେଗେଟିଭ ବୋଲି ଆମେ ଭାବିଥାଉ। କିଛି ଚରିତ୍ର ଶୁଣିଲେ ଆମକୁ ଭଲ ଲାଗେ ନାହିଁ, କିଛି ଚରିତ୍ର ଉପରେ ଆମେ ନେଗେଟିଭ କରି ପଏଣ୍ଟ ଆଉଟ କରିକି କହିଥାଉ। ଏବେ ଅବ୍ରାହମଙ୍କର କଥା, ସେ ଜଣେ ସଫଳ ବ୍ୟକ୍ତି। ମଶାଙ୍କର କଥା ପଜିଟିଭ ଆଉ ସଫଳ ବ୍ୟକ୍ତି। ଯାକବଙ୍କର କଥା ଦେଖୁ, ମଶା ଯୋଶୁଆ ସମସ୍ତଙ୍କର କଥା ଦେଖୁ। ଏବେ ମୁଁ ଆଜି ଜଣେ ବ୍ୟକ୍ତିଙ୍କର କଥା କହିବି ଯାହାକୁ ଆପଣ ଆଉ ମୁଁ ସବୁବେଳେ ଖାଲି ନେଗେଟିଭ କଥା ଦେଖିଥାଉ। ସେ ହଉଛନ୍ତି ଜୋନାସନ। ଜୋନାସନଙ୍କର ଜୀବନକୁ ଯେତେବେଳେ ଆମେ ଦେଖୁଛୁ, ଆମେ ସମସ୍ତେ କହୁ ଯେ ସେ ଗୋଟେ ନେଗେଟିଭ ଲୋକ। ତାଙ୍କ ଜୀବନରେ ଦେଖୁଛୁ କେହି କେହି ତ ଗୀତ ବି ରଚନା କରିଛନ୍ତି। ଗୋଟେ ଗୀତ ମୁଁ ଛୋଟ ବହୁତ ଆଗରୁ ମୁଁ ଶୁଣିଥିଲି, ହେ ନିଦ୍ରାଳୁ କଣ କରୁଛ। ନିଦ୍ରାଳୁ ବୋଲି ତାଙ୍କୁ ଆମ ଭାଷାରେ ଆମେ କହୁଛୁ। ବାଇବେଲରେ ବି ଲେଖା ଯାଇଛି ଶୋଇ ପଡିଥିଲେ। ସେ ଈଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରିଥିଲେ। ଆପଣାର ଦିଗରୁ ଅନ୍ୟ ଦିଗକୁ ସେ ଚାଲି ଯାଉଥିଲେ। ବିଭିନ୍ନ ମାନେ ଅନେକ ସମୟରେ ଚିନ୍ତା କରୁଛୁ, କିନ୍ତୁ ବାଇବେଲ ଯେତେବେଳେ ଆମେ ପଢୁ, ଆମେ କେବେ ଭାବିଛୁ କି ଯେ ଜୋନାସଙ୍କର ଚରିତ୍ର କଣ? ଯଦି ବା ଜୋନାସ ଈଶ୍ୱରଙ୍କ ନିକଟରୁ ଚାଲି ଯାଉଥିଲେ, ତେବେ ଜୋନାସଙ୍କର ଚରିତ୍ର କଣ? ଆଜି ମୁଁ ଅଳ୍ପ ସମୟ ଜୋନାସଙ୍କ ଜୀବନର ପଜିଟିଭ କଥା ଆପଣ ମାନଙ୍କୁ କହିବାକୁ ଚାହେଁ। ଭଲସେ ଶୁଣନ୍ତୁ, ଜୋନାସଙ୍କ ଜୀବନର ପଜିଟିଭ କଥା ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ। ଜୋନାସଙ୍କ ଜୀବନର ପଜିଟିଭ କଥା ଆମେ ଯେତେବେଳେ ଦେଖୁଛୁ, ତାଙ୍କ ସାଙ୍ଗେ ଆମୋସ ଭବିଷ୍ୟତ ବକ୍ତା, ଆଉ ସେ ମଧ୍ୟ ପ୍ରାୟ ସେ ସମୟର ଭବିଷ୍ୟତ ବକ୍ତା ଥିଲେ। ଯଦି ଜୋନାସଙ୍କର କଥା ଆମେ ଦେଖୁଛୁ, ଜୋନାସ ପୁସ୍ତକରେ ମାତ୍ର 4ଟି ଅଧ୍ୟାୟ, ପ୍ରାୟ 48ଟି ପଦ ଏଠାରେ ରହିଛି। ଆଉ ଯଦି ଇଂଲିଶ ବାଇବେଲକୁ ଆମେ ଦେଖିବା, ତେବେ 4ଟି ବୃହତ କଥା ଲେଖାଯାଏ। ସେ ଗ୍ରେଟ 4ଟି କଥାକୁ ଜୋନାସ ବର୍ଣ୍ଣନା କରନ୍ତି। ଗ୍ରେଟ ସିଟି ଅର୍ଥାତ୍ ନିନିବି ନଗର ଗୋଟେ ମହାନଗର ଥିଲା। ଆଉ ମଧ୍ୟ ଆମେ ଦେଖୁଛୁ ଯେ ଆ ବୃହତ ନଗର ଏବଂ ବୃହତ ପବନ, ଗ୍ରେଟ ୱିଣ୍ଡ, ବୃହତ ପବନ କଥା ଆମେ ମାନେ ଦେଖିବାକୁ ପାଉଛୁ। ଆଉ ତୃତୀୟ ରହୁଛି ବୃହତ ତୋଫାନ, ଚତୁର୍ଥ ରହୁଛି ବୃହତ ମତ୍ସ୍ୟ। 4ଟି ବିଷୟ କଥା, ବଡ ବଡ ଜିନିଷ ବୋଲି ଲେଖାଯାଏ। ଯଦି ଆମେ ବାଇବେଲକୁ ପଢିବା, ଧ୍ୟାନ କରିବା, ତେବେ ତାକୁ ଆମେ ଜାଣିପାରିବା। ଆମେ ମଧ୍ୟ ଏଇ ଯୋଉ ନଗର କଥା, ନିନିବି କଥା ଲେଖାଯାଏ, ମୁଁ ଆଜି ଆପଣ ମାନଙ୍କୁ ଆଉ ବେଶୀ ରେଫରେନ୍ସ କହିବି ନାହିଁ, ଗୋଟେ ଦିଟା କହିବି। ହଁ, ଦ୍ଵିତୀୟ ରାଜାବଳୀ ତାର 14 ଅଧ୍ୟାୟର 25 ପଦରେ ନିନିବି ନଗର କଥା ଲେଖାଯାଏ। ନିନିବି ଏକ ସୁନ୍ଦର ନଗର ଥିଲା, ବିଭିନ୍ନ ନଦୀ ଥିଲା, ତାହାକୁ ଦେଖିବାକୁ ବହୁତ ସୁନ୍ଦର ଥିଲା। ଏବଂ ନିନିବିର କଥା ଆମମାନେ ଜାଣିପାରୁଛୁ। କେହି ଜଣ ପଢି ଦିଅନ୍ତୁ, ସେ ନିନିବି କଥା ଲେଖା ହେଇଛି, ତାପରେ ଆମେ ଆଗକୁ ଯିବା। ଦ୍ଵିତୀୟ ରାଜାବଳୀ 14। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଅମିତର ପୁତ୍ର ଗାଦ ହେଫର ନିବାସୀ ଆପଣା ଦାସ ଜୁନସ ଭବିଷ୍ୟତ ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାହାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଆରାବା ସମୁଦ୍ର ପର୍ଯ୍ୟନ୍ତ
ଇସ୍ରାଏଲର ସୀମା ପୁନର୍ବାର ହସ୍ତଗତ କଲେ। ଆମେନ୍। ଆଜ୍ଞା, ଥ୍ୟାଙ୍କ ୟୁ। ଏଠି ବହୁତ ଧନ୍ୟବାଦ ସାର୍। ଏଠି ମଧ୍ୟ ଆମେ ଦେଖୁଛୁ ଯୋଶୁଙ୍କ କଥା, ନିନିବି କଥା ଆମେ ଦେଖିପାରୁଛୁ। ଯଦି ଆମେ ଏକ ଅଧ୍ୟାୟର ଆଉ ରେ ଦେଖୁଛୁ ଗୋଟେ ବୃହତ ସିଟି, ବୃହତ ପବନ କଥା ଯେତେବେଳେ ଦେଖିବା, ଏକ ଅଧ୍ୟାୟର 4 ପଦରେ ଯଦି ଆମେ ପଢିବା, ସେଠି ପବନ କଥା, ପ୍ରବଳ ପବନ ବହେ। ଯଦି 12 ପଦକୁ ଆମେ ଯଦି ଦେଖିବା, ପ୍ରବଳ ତୋଫାନ ବୋଲି ଲେଖାଯାଇଛି ଏକ ଅଧ୍ୟାୟ। ଯଦି 17 ପଦକୁ ଆମେ ଯଦି ଦେଖିବା, ତେବେ ବୃହତ ମତ୍ସ୍ୟ ବୋଲି। ବର୍ତ୍ତମାନର ସ୍ଥିତି ଏହା, ପଳାୟନ କରୁଛନ୍ତି। ଯୋନାସଙ୍କୁ ପ୍ରଭୁ କହିଲେ ତୁମେ ଯାଅ, କିନ୍ତୁ ପ୍ରଭୁଙ୍କର କଥା ସେ ଅମାନ୍ୟ କରିକିରି ଚାଲି ଯାଉଛନ୍ତି। ତାର କଥାକୁ ଦେଖି ଆମେ ଅନେକ ସମୟରେ ତାକୁ ନକାରାତ୍ମକ ଭାବରେ ନେଇ ତାଙ୍କୁ ବିଭିନ୍ନ ଚିତ୍ରରେ ଆମେ ଚିତ୍ରଣ କରୁଥାଉ, କିନ୍ତୁ କିଛି ତାଙ୍କ ଭଲ ଗୁଣ ଆଜି ଆମେ ଶିଖିବା। ଜନସଙ୍କ ଜୀବନରେ କଣ ଥିଲା ଆମେ ତାକୁ ଦେଖିବା। ବେଳେ ବେଳେ ଆମେ ଈଶ୍ୱରଙ୍କ ଠାରୁ ପଳାୟନ ଯେତେବେଳେ କରୁ, ତାଙ୍କର କଥା ନ ମାନୁ, ତାଙ୍କ ଆଜ୍ଞା ଅନୁସାରେ ନ ଚାଲୁ, ବେଳେ ବେଳେ ଆମେ ଆକ୍ସେପ୍ଟ ହେବା ପାଇଁ, ଆମେ କଣ ବିପଦରୁ ରକ୍ଷା ପାଇବା ପାଇଁ ଚାହିଁଥାଉ, କିନ୍ତୁ ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମମାନଙ୍କ ପାଇଁ ବେଶୀ ସେ ଆମ ଠାରୁ ଦୂର ହବ ନାହିଁ। ମନେ ରଖ, ସମସ୍ୟା ବୁଡେଇ ବୁଡେଇ ଆସିବ। ଆପଣ ଯେତେବେଳେ ପରମେଶ୍ୱରଙ୍କର ସହିତ ଆମମାନଙ୍କ ଜୀବନ କାଟି ନାଉ, ସମସ୍ୟା ଆପଣଙ୍କ ଜୀବନରେ କେବେ ବି ଛାଡିବେ ନାହିଁ। ସମସ୍ୟାର ଉଦ୍ଧାରକର୍ତ୍ତା, ସମସ୍ୟାର ରକ୍ଷାକର୍ତ୍ତା ମାତ୍ର ସିଏ ଜଣେ ହିଁ ଅଟନ୍ତି। ଯଦି ଆମେ ଦେଖିବା ଏକ ଅଧ୍ୟାୟରେ, ତେବେ ସେ ଈଶ୍ୱରଙ୍କ ନିକଟରୁ ପଳାୟନ କରିବା ଏକ ଭାବବାଦୀ। It is a disobedient prophet running away from the God and Paris, ଏବଂ ସେ ଦଣ୍ଡ ପାଉ। ଯଦି 2 ଅଧ୍ୟାୟକୁ ଦେଖିବା, he is a painful prophet, ସେ ଜଣେ ଯନ୍ତ୍ରଣାଦାୟକ ଦୁଃଖଦାୟକ ଭାବବାଦୀ, ଯେ ଯାଇ ପ୍ରଭୁଙ୍କ ଠାରେ ସମର୍ପିତ ହଉଛନ୍ତି। ଯଦି 3ୟ ଅଧ୍ୟାୟକୁ ଆମେ ଦେଖିବା, ତେବେ 3ୟ ଅଧ୍ୟାୟରେ ଯଦି ବା ସେ ଯାଉଛନ୍ତି, ପରମେଶ୍ୱରଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି। 4ର୍ଥ ଅଧ୍ୟାୟକୁ ଯଦି ଆମେ ଦେଖିବା, 4ର୍ଥ ଅଧ୍ୟାୟରେ ପରମେଶ୍ୱରଙ୍କ ସହିତ ସେ ବାଦ ବିବାଦ କରୁଅଛନ୍ତି। ସେ ନିନିବକୁ ଯିବା ପାଇଁ ଚାହୁଁନାହାନ୍ତି। ନିନିବି ଏଇ ପ୍ରକାର ଏକ ନଗର ଥିଲା, ଯାହାକି ଆଉ ଦକ୍ଷିଣାଞ୍ଚଳର ରାଜଧାନୀ ଥିଲା। ଆଉ ଏଇ ପ୍ରକାର ଏକ ନଗର ଥିଲା, ବହୁତ ଦୁଷ୍ଟ ଲୋକମାନେ ସେ ଜାଗାରେ ବାସ କରୁଥିଲେ। ସେ ଜାଗାରେ ଯେତେବେଳେ କୌଣସି ଲୋକ ଭୁଲ କରେ, ସେତେବେଳେ ତାର ଜିଭକୁ କାଟି ଦଉଥିଲେ, ଗୋଟେ ହାତକୁ କାଟି ଦଉଥିଲେ, ଗୋଟେ ଗୋଡରେ ଚାଲିବା ପାଇଁ ଦଉଥିଲେ। ଏଇ ପ୍ରକାର ଏକ ଦୁଷ୍ଟ ସେଠି, ଏମାନେ ଏତେ ଦୁଷ୍ଟ ଲୋକମାନେ, ଏମାନେ କଷ୍ଟ ପାଆନ୍ତି। ଆଉ ମୁଁ ଏମାନଙ୍କ ପାଖକୁ ଯିବି ନାହିଁ, କାରଣ ସେମାନଙ୍କର ଦୁଷ୍ଟତା ଯଦି ଆପଣ ଦେଖିବେ, ଅତି ବଡ ଦୁଷ୍ଟତା ନିନିବି ଲୋକମାନଙ୍କର ଥିଲା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଜଣେ ଈଶ୍ୱରଙ୍କର ଲୋକ, ଜଣେ ପ୍ରଭୁଙ୍କର ଲୋକ, କେତେ ବେଳେ ବେଳେ ଆମେ କଷ୍ଟ ପାଇଲେ ଆମକୁ ଅଭିଶାପ ଆମେ ଅନ୍ୟକୁ ଅଭିଶାପ ଦେଇଥାଉ, ଅନ୍ୟ ଉପରେ ଦୁଃଖ କରିଥାଉ, ଅନ୍ୟ ଉପରେ ଆମମାନଙ୍କର ଅଭିମାନ ହେଇଥାଏ। କିନ୍ତୁ ପରମେଶ୍ୱର ଆଜିର ବାକ୍ୟରେ ଆମମାନଙ୍କୁ ଶିଖାନ୍ତି ଯେ ଯେତେ ଦୁଷ୍ଟ ହେଲେ ମଧ୍ୟ ଆମେ ଈଶ୍ୱରଙ୍କର ବାଧ୍ୟ ହେବା। ଯଦି ଈଶ୍ୱରଙ୍କର ବାଧ୍ୟ ନ ହେବା, ଈଶ୍ୱର କୌଣସି ମତେ ଆମମାନଙ୍କୁ ଟାଣି ଆଣିକିରି ସେଇ ସ୍ଥାନରେ ଥୋଇବେ ଆଉ ରଖିବେ। ଆପଣ ଯଦି ଈଶ୍ୱରଙ୍କ ନିକଟରୁ ଚାଲିଯିବାକୁ ଚାହିଁବେ, ଆପଣ ଯଦି ମନୋନୀତ ଲୋକ, ସେ କେବେ ଆପଣଙ୍କୁ ଛାଡିବେ ନାହିଁ। ହୁଏତ ଆଜି ଚାଲିଯିବା ପାଇଁ ସେ ଚାହୁଁଥିଲେ, କିନ୍ତୁ ପରମେଶ୍ୱର ଚାହିଁଲେନି। ଆପଣଙ୍କର ଆହ୍ୱାନ ରହିଛି ଆପଣଙ୍କ ପ୍ରତି, ମୋ ପ୍ରତି, ଆପଣ କେତେ ଦୂର ଗଲେ ମଧ୍ୟ ଟାଣି ଆସିବେ, ଆଣିବେ, ଆଉ ସେ ଆପଣଙ୍କୁ ସେଇ ସ୍ଥାନରେ ଥଇଥାନ କରିବେ, ଅନ୍ୟର ମଙ୍ଗଳ ପାଇଁ ଆପଣଙ୍କୁ ବ୍ୟବହାର କରିବେ, ଅନ୍ୟର ଆଶୀର୍ବାଦ ପାଇଁ ଆପଣଙ୍କୁ ବ୍ୟବହାର କରିବେ, ଅନ୍ୟର ପରିତ୍ରାଣ ପାଇଁ ଆପଣଙ୍କୁ ବ୍ୟବହାର କରିବେ। ବେଳେ ବେଳେ ସ୍ଥାନ ଛାଡି ଆମେ ଚାଲି ଯାଇଥାଉ, ଏଟା ପ୍ରତିକୂଳ ପରିବେଶ ବୋଲି ଭାବିଥାଉ, ଅନୁକୂଳ ନହେଲେ ଆମେ ଚାଲି ଯାଇଥାଉ, କିନ୍ତୁ ପରମେଶ୍ୱର ପ୍ରତିକୂଳରେ କାର୍ଯ୍ୟ କରିବା ପାଇଁ ତାଙ୍କ ଦାସ ଦାସୀ, ତାଙ୍କ ସନ୍ତାନ ସନ୍ତତି ମାନଙ୍କୁ ବ୍ୟବହାର କରିପାରନ୍ତି। ଯେତେବେଳେ ଆମେ ଅନୁକୂଳ ବଦଳ ପ୍ରତିକୂଳ ଆମମାନଙ୍କ ଜୀବନରେ ଆସେ, ସେତେବେଳେ ଆମେ ସ୍ଥାନ ଛାଡି ଦେଇ ଯିବା ପାଇଁ ଚାହିଁଥାଉ। ପରମେଶ୍ୱର ତାହା ଚାହାନ୍ତି ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଠିକ ସେଇ ପ୍ରକାର
ଜୁନସଙ୍କ ଜୀବନରେ ଏତେ ଦୁଷ୍ଟତା ନିନିବି ନଗର ପ୍ରତି ଦେଖିଲେ ସେ ଯିବା ପାଇଁ ଇଚ୍ଛା କଲେ ନାହିଁ। କିନ୍ତୁ ପରମେଶ୍ୱର କୌଣସି ମତେ ତାଙ୍କୁ ସେ ଜାଗାକୁ ପହଞ୍ଚେଇବା ପାଇଁ ବିଭିନ୍ନ ପ୍ରକାର ଯୋଜନା କଲେ ଏବଂ ତାଙ୍କୁ ବ୍ୟବହାର କଲେ। ଆସୁ ଆମେ ତାଙ୍କର କିଛି ଉତ୍ତମ ଗୁଣ ଦେଖିବା। ଆମେ ତ ଜାଣୁଛୁ ସେ କ୍ରୋଧ କଲେ, ଆମେ ତ ଜାଣୁଛୁ ସେ ଇଚ୍ଛା କଲେ ନାହିଁ, ଅନିଚ୍ଛୁକ ହେଲେ, ସେ ଦୁଷ୍ଟ ମାନଙ୍କର ଅମଙ୍ଗଳ ଚାହିଁଲେ, ସେ ଈଶ୍ୱରଙ୍କୁ ମଧ୍ୟ କ୍ରୋଧ କଲେ ଏବଂ ଅଭିମାନ କଲେ, କିନ୍ତୁ ତଥାପି ତାଙ୍କ ଜୀବନରେ କିଛି ଭଲ ଗୁଣ ମାନେ ଦେଖିବା। ପ୍ରତ୍ୟେକ ପରମେଶ୍ୱର ମଙ୍ଗଳ ଦାନ ଦେଇଛନ୍ତି, ବରଦାନ ଦେଇଛନ୍ତି, କିଛି ଉତ୍ତମ ଜିନିଷ ଦେଇଛନ୍ତି ଆପଣଙ୍କ ମନରେ, ମୋ ମନରେ, ଆପଣଙ୍କ ଜୀବନରେ, ମୋ ଜୀବନରେ, ତାକୁ ଆମମାନଙ୍କୁ ବ୍ୟବହାର କରିବାକୁ ପଡିବ। ସେଥିପାଇଁ ଆମେ ଯେତେବେଳେ ଶାସ୍ତ୍ରକୁ ପଢୁ, ଆମ ମାନଙ୍କୁ ଧ୍ୟାନ କରିବାକୁ ପଡିବ। ଯେତେବେଳେ ବାଇବେଲ ଆପଣ ପଢନ୍ତି କିଛି ଆଉ ଆପଣ ଆପ୍ଲାଏ କରିବାକୁ ପଡିବ କିଛି ଗୁଣକୁ। ଯେତେବେଳେ ବାଇବେଲକୁ ଆପଣ ଯଦି ଦେଖିବେ, ତେବେ ଯୋଉ ଅଂଶ ଯୋଉ ଦିନ ପଢିବେ ଆପଣ ସେଇ ଅଂଶକୁ ଯଦି ଆପଣ ଦେଖିବେ, ଈଶ୍ୱରଙ୍କ ବିଷୟ କଣ କହେ, ଯୋଉ ଅଂଶ ପଢିବେ, ମତେ ଈଶ୍ୱରଙ୍କର ବାକ୍ୟ ଆଜି କଣ କହେ, ଯୋଉ ଅଂଶ ପଢିଲେ, ଅନ୍ୟମାନଙ୍କ ପାଇଁ କଣ କହେ ଏବଂ ଏହା ସୁସମାଚାର ପ୍ରଚାର ପାଇଁ କଣ କାର୍ଯ୍ୟରେ ଆସିବ। ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ଦେଖୁ, ପରମେଶ୍ୱରଙ୍କୁ ସେଠି ଦେଖିବାକୁ ପଡିବ। ତେବେ ଯଦି ଆମେ ଈଶ୍ୱରଙ୍କୁ ନ ଦେଖୁ, ତାକୁ ଠିକ ଭାବେ ଆମେ ନ ବୁଝୁ, ତେବେ ବାକ୍ୟର ବାହାରକୁ ଆମେ ଚାଲିଯିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ତେବେ ଅନେକ ଲୋକଙ୍କର ତ ନେଗେଟିଭ ଚିନ୍ତାଧାରା ଅଛି, ରହିଛି, ମୋର ବି ଥିଲା, କିନ୍ତୁ ମୋ ଧ୍ୟାନ କାଢିଛି ଆପଣ। ପ୍ରଥମ ଗୁଣ, 1 ଅଧ୍ୟାୟର 3 ପଦ, ଜୁନସ 1:3 ପଢନ୍ତୁ। ଫାଷ୍ଟ ଗୁଣ, ମାତ୍ର ଜୁନସ ସଦାପ୍ରଭୁଙ୍କ ଛାମୁରୁ ତର୍ସିସକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଜାଫ ନଗରକୁ ଯାଇ ତର୍ସିସଗାମୀ ଏକ ଜାହାଜ ପାଇଲେ। ତହୁଁ ସେ ତହିର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ସିସକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢିଲେ। ପ୍ରଥମ ଗୁଣ ହଉଛି ଜୁନସଙ୍କର ଯେ ସେ ଯଦି ବା ନେଗେଟିଭ ଥିଲେ, ସେ ଯଦି ବା ପରମେଶ୍ୱରଙ୍କର ଡାଇରେକ୍ସନ ରୁ ଅନ୍ୟ ଦିଗକୁ ଚାଲିଗଲେ, କିନ୍ତୁ ଗୋଟେ ସୁନ୍ଦର କଥା ଲେଖା ଅଛି, ତା ଟିକେଟ କିଣିଲେ ବୋଲି ଲେଖା ଅଛି। ଜାହାଜକୁ ଯିବା ପୂର୍ବରୁ ସେ ଟିକଟକୁ କିଣିଲେ। ସେ ତାଙ୍କର ପ୍ରଥମ ଗୁଣ ହଉଛି ଅତି ବିଶ୍ୱସ୍ତ। ସେ ଟିକଟକୁ କିଣିଲେ। ଆମେ ବେଳେ ବେଳେ ଯାତ୍ରା କରୁଥିବା ସମୟରେ ଆମମାନେ ଅନେକ ସ୍ଥାନରେ ଅନେକ ସମୟରେ ଦେଖୁ, ଆମମାନେ ଟିକଟ କିଣିବାକୁ ଇଚ୍ଛା କରିନଥାଉ। ଇଭେନ ଦୋ ପ୍ଲାଟଫର୍ମକୁ ଯାଉ ଆମେ, ଇଭେନ ଦୋ ଟ୍ରେନରେ ଯାତ୍ରା କରୁ ଆମେ, କେତେବେଳେ ବସରେ ଦେଖୁ ଆମେ ବିଶେଷ କରି ଇଚ୍ଛା କରିନଥାଉ। ବେଳେ ବେଳେ ଖସି ପଳେଇ ଆସିବା ପାଇଁ ବୋଲି ଇଚ୍ଛା କରିନଥାଉ। କିନ୍ତୁ ଆଙ୍କ ବିଶ୍ୱସ୍ତତା ଆମେ ଦେଖୁଛୁ, ଏତେ ବିଶ୍ୱସ୍ତ ସେ ଯେ ଯଦି ବା ଭିନ୍ନ ଡାଇରେକ୍ସନରେ ଯିବା ପାଇଁ ଇଚ୍ଛା କରୁଛନ୍ତି, କିନ୍ତୁ ସେ ଟିକଟକୁ ସେ କିଣୁଛନ୍ତି। ଆମେ ତାଙ୍କ ବିଶ୍ୱସ୍ତତା ଦେଖିପାରୁଛୁ। ଈଶ୍ୱରଙ୍କର ଲୋକ ଭାବେ ବିଶ୍ୱସ୍ତ ହେବାର ଆମମାନଙ୍କ ପାଇଁ ପ୍ରୟୋଜନୀୟ ଅଟେ। ଚାହିଁଥିଲେ ସେ ସେତେବେଳେ ଟିକଟ କିଣି ପାରିନଥାନ୍ତେ, କାରଣ ଭାବବାଦୀ ଥିଲେ ସେତେବେଳକୁ। ଅନେକ ଲୋକ ଜାଣିଥିଲେ ତାଙ୍କୁ ଏବଂ ଅନେକ ଲୋକ ମଧ୍ୟ ତାଙ୍କୁ ସମ୍ମାନ ମଧ୍ୟ ସେତେବେଳେ ଦଉଥିଲେ, କିନ୍ତୁ ତାକୁ ସେ କେବେ ମଧ୍ୟ ନିଜ ଆଡକୁ ନେଲେ ନାହିଁ, ରେକଗ୍ନାଇଜ କଲେ ନାହିଁ। ମୁଁ ନ କିଣିକି ଯିବି ନାହିଁ, ମୁଁ ଭୁଲ କାର୍ଯ୍ୟ କରିବି ନାହିଁ, ଏ କଥା ସେ ଭାବିଲେ ନାହିଁ। ଭୁଲ କାର୍ଯ୍ୟ କରିବା ପାଇଁ ବେଳେ ବେଳେ ଆମମାନଙ୍କୁ ମନ ଆମମାନଙ୍କୁ ବଦଳେଇ ଦେଇଥାଏ। ବେଳେ ବେଳେ ଆମେ ଭୁଲ କାର୍ଯ୍ୟ ଆଡେ ଦେଇ ଗତି କରିଥାଉ, କିନ୍ତୁ ଆମମାନଙ୍କ ବିବେକ ସବୁବେଳେ ଆମମାନଙ୍କୁ ଆଉ କହିବା ଆବଶ୍ୟକତା ଆମେ କିଛି ଭୁଲ କାର୍ଯ୍ୟ କରୁଛୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଜୁନସ ଭାବବାଦୀ, ଭାବବାଦୀ ଥିଲେ, ବିଶ୍ୱସ୍ତ ଲୋକ ଥିଲେ। ତାଙ୍କ ପଜିଟିଭ ପଏଣ୍ଟ ହଉଛି, ଯଦି ବା ସେ ଈଶ୍ୱରଙ୍କ ନିକଟକୁ ଯାଉଛନ୍ତି, କିନ୍ତୁ ତାଙ୍କର ଯୋଉ ସେବା, ତାଙ୍କର ଯୋଉ ଡାଇରେକ୍ସନ, ତାଙ୍କର ଯୋଉ ଚିନ୍ତାକୁ ସେ ବଦଳେ ନାହିଁ, ସେ ଯାଇ ଟିକଟକୁ କିଣିଲେ। ମୁଁ ଅନେକ ସମୟରେ ମୋ ଜୀବନ କଥା ମୁଁ କହୁଛି, ମୁଁ ଅନେକ ସମୟରେ ଯାତ୍ରା କରେ ବିଭିନ୍ନ ସ୍ଥାନ,
ବେଳେ ବେଳେ ଆମେ ମୁଁ ସେକେଣ୍ଡ କ୍ଲାସ କାଟିକରି ମଧ୍ୟ ମୁଁ ଫାର୍ଷ୍ଟ କ୍ଲାସକୁ ଆମେ ଯାଇଥାଉ, ଆମେ ଫାଇନ ଦେଇକି ଥାଉ, କିନ୍ତୁ ତାକୁ ସେ ଅନୁଭବ କଲେ ନାହିଁ। ଜୁନସ ଜଣେ ଭାବବାଦୀ, ତାଙ୍କ ଜୀବନରେ ଈଶ୍ୱର ଭୟ ଥିଲା। ଆମେ କେବେ ଭାବିବା ନାହିଁ ଯେ ସେ ଡିସୋବିଡିଏଣ୍ଟ ହେଲେ, ପ୍ରଭୁଙ୍କ ନିକଟରୁ ଚାଲି ଯାଉଥିଲେ, ତାଙ୍କ ପାଖରେ କିଛି ନୈତିକତା ନଥିଲା, ତାଙ୍କ ପାଖରେ ଅନେକ ଭୁଲ ଜିନିଷ ଥିଲା। ଆମେ ଯୋଉମାନେ ଏସବୁ ଜିନିଷ ଭାବୁଛୁ ତା ହଉଛି ଆମମାନଙ୍କର ଭୁଲ। ସେଟା ଶାସ୍ତ୍ର କହେ ସେ ଜଣେ ବିଶ୍ୱସ୍ତ ପ୍ରଭୁ ପ୍ରିୟ ଜଣେ ଭାବବାଦୀ ଥିଲେ। ଅବଶ୍ୟ ରାଗି ଥିଲେ, ନ୍ୟାୟବାନ ଥିଲେ, ଅନିଷ୍ଟ ପ୍ରତି ସେ ଚାହୁଁନଥିଲେ। କେହି କେହି କାହାର କାହାର ସ୍ୱଭାବ ଅଛି, ସେ ଯଦି ଅନ୍ୟାୟ ଦେଖିବେ ସେମାନେ ସହିବେ ନାହିଁ। ସେ କାହିଁକି ରାଗିଲେ? ସେ ରାଗିଲେ ନିନିବିର ଲୋକମାନଙ୍କର ଦୁଷ୍ଟତାକୁ ସେ ଦେଖି ରାଗିଲେ। ଏମାନଙ୍କୁ ପ୍ରଭୁ ଦଣ୍ଡ ଦିଅନ୍ତୁ। କେହି କେହି କହନ୍ତି ଯେ ଧାର୍ମିକ ପାଇଁ ସବୁବେଳେ ଆନନ୍ଦ ଅଛି, ଦୁଷ୍ଟ ପାଇଁ ମରଣ ଅଛି। କିନ୍ତୁ ବାଇବେଲ ଏକ ଅନ୍ୟ ପ୍ରକାର ଶାସ୍ତ୍ର, ଯାହାକି ଦୁଷ୍ଟ ପାଇଁ କ୍ଷମା ଅଛି, ଦୁଷ୍ଟ ପାଇଁ ବୋଲିକି ପ୍ରେମ ରହିଛି, ଦୁଷ୍ଟ ପାଇଁ ବୋଲିକି ଆଶୀର୍ବାଦ ରହିଛି। ଆମମାନଙ୍କର ପରମେଶ୍ୱର କ୍ଷମାର ପରମେଶ୍ୱର। ଯଦି ବା ଜୁନସ ଚାହୁଁଥିଲେ ଯେ ଏମାନେ ନଷ୍ଟ ଯାଆନ୍ତୁ, କିନ୍ତୁ ପରମେଶ୍ୱର ତାଙ୍କୁ କ୍ଷମା ଦେବାକୁ ଚାହୁଁଥିଲେ। ତେବେ ସେମାନଙ୍କର ଦୁଷ୍ଟତା ଦେଖି ସେ ରାଗି ଯାଉଥିଲେ, କିନ୍ତୁ ତାଙ୍କର ବଳକା ଜୀବନର ଯୋଉ ଅଂଶ ସେ ସମ୍ପୂର୍ଣ୍ଣ ଠିକ ଥିଲେ। ସେ ଆପଣ ଯଦି ବାଇବେଲ ପଢିବାରେ କୌଣସି ତ୍ରୁଟି ସଂଶୋଧନ କରିବାକୁ ପଡିବ। ସେ ପରମେଶ୍ୱର ସମ୍ପର୍କ ରଖିଥିଲେ, କିନ୍ତୁ ଜଣେ ନ୍ୟାୟବାନ ଲୋକ ଥିଲେ, ଅନ୍ୟାୟକୁ ସହି ପାରୁନଥିଲେ, ଭୁଲକୁ ଦେଖି ପାରୁନଥିଲେ, ମୁହଁରେ କଥା କହି ଦଉଥିଲେ, ପ୍ରଭୁଙ୍କୁ ମଧ୍ୟ କହି ଦଉଥିଲେ ନା ମୁଁ ଯିବି ନାହିଁ, ତମେ କଣ କରୁଛ କର, ହେଇପାରିବ ନାହିଁ, ତମେ ସେମାନଙ୍କୁ ବିନଷ୍ଟ କର, ତମେ ସେମାନଙ୍କୁ ନଷ୍ଟ କର। ସେମାନଙ୍କ ଜୀବନ ଠିକ ନାହିଁ, ଏତେ ଦୁଷ୍ଟ। ଯଦି କେହି ଜଣେ ଭୁଲ କଲା ତା ଜିଭ କାଟି ଦିଅନ୍ତି, ତା ହାତ କାଟି ଦିଅନ୍ତି, ତାକୁ ସମ୍ପୂର୍ଣ୍ଣ ରୂପେ ବଞ୍ଚିବା ପାଇଁ ଆଉ ତାକୁ ଦିଅନ୍ତି ନାହିଁ। ଆମ ଦେଶରେ ଆମ ପାଇଁ ମଧ୍ୟ ଠିକ ସେୟା। ଆମେ ମଦ ପିଉନୁ, ଆମେ ବଞ୍ଚିବା ପାଇଁ କଷ୍ଟ, ଅନେକ ସମୟ ସ୍ୱାଧୀନରେ ବଞ୍ଚି ପାରୁନୁ ବେଳେ ବେଳେ। ଯଦି ଆମେ ଭୁଲ କାମ କରିଥାନ୍ତୁ, ଅନେକ ଜିନିଷ ଆମ ମାନଙ୍କ ପାଇଁ ବୋଲିକିରି ହେଇ ରହିଥାନ୍ତା, ଆମକୁ ଅନେକ ନିୟମ ଲାଗୁ ହେଇଥାନ୍ତା, ଭଲ ଜୀବନ କାଟି। ଆମର ଦୋଷ ହଉଛି ଗୋଟିଏ ମାତ୍ର, ଯୀଶୁଙ୍କୁ ଆମେ ବିଶ୍ୱାସ କରୁଛୁ, ସେ ସେଇଟା ଏକା ଆମର ଦୋଷ। ତେବେ ଏମାନଙ୍କ ପାଇଁ ଜୁନସ ରାଗିଗଲେ ଏବଂ ସେ ଯିବାକୁ ଇଚ୍ଛା କଲେ ନାହିଁ। ତାଙ୍କ ପ୍ରଥମ ଗୁଣ ମହତ୍ୱରେ ଆପଣ ମନେ ପକାଇଦେବେ, ସେ ଟିକଟ କାଟିଲେ ଏବଂ ପ୍ରଭୁଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା, ବିଶ୍ୱସ୍ତତା ଥିଲା, ବିଶ୍ୱସ୍ତ ବ୍ୟକ୍ତି ଥିଲେ। ଦ୍ୱିତୀୟ କଥା, 1 ଅଧ୍ୟାୟର 5 ପଦକୁ ଦେଖନ୍ତୁ। ଆପଣ ପଢନ୍ତୁ ନା କେହି ଗୋଟେ? ଆଜ୍ଞା ସାର୍ ପଢନ୍ତୁ। ସେତେବେଳେ ନାବିକମାନେ ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ। ପୁଣି ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇ ଦେଲେ। ମାତ୍ର ଜୁନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ, ଆଉ ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। ଆମେନ୍। ଜୁନସଙ୍କର ଦ୍ୱିତୀୟ କ୍ୱାଲିଟି ହଉଛି, ସେ ଯଦି ବା ଟିକଟ କାଟିଥିଲେ, ଯଦି ବା ତାଙ୍କ ପାଇଁ ସବୁ ରିଜର୍ଭ ଥିଲା ଆଗ ଧାଡିରେ, କିନ୍ତୁ ଆଗ ଧାଡିରେ ବସିବା ପାଇଁ ସେ ଇଚ୍ଛା କଲେ ନାହିଁ। ସେ ଯାଇକି ଭିତରକୁ ଯାଇକରି ଶୟନ କରୁଛନ୍ତି, ଲୁକାୟତ କରୁଛନ୍ତି ନିଜକୁ। ଭାବବାଦୀ ଜଣକ ଆଗରେ ବସିବା କଥା, କିନ୍ତୁ ନିଜକୁ ଲୁକାୟତ କରୁଛନ୍ତି, ନିଜକୁ ନମ୍ର କରୁଛନ୍ତି। ଶ୍ରେଷ୍ଠଙ୍କ ଗୁଣ ଆମମାନଙ୍କ ପାଖରେ ରହିବାକୁ ହବ। ସେ ଅନ୍ତରସ୍ଥ ଭାଗକୁ ଗଲେ, ସେ ଭିତରକୁ ଗଲେ କେହି ତାଙ୍କୁ ନ ଦେଖନ୍ତୁ, ସେ କଥା କଲେ। ବେଳେ ବେଳେ ଆଉ ଥରେ ମୁଁ ଏକ୍ସାମ୍ପଲ ଦେବା ପାଇଁ ଚାହେଁ, ଆମେ ଯୋଉ ସିଟ୍ ପାଇଁ ଟିକଟ କାଟିଥାଉ, ସେ ଯଦି କିଛି ଆଗ ସିଟ୍ ଖାଲି ଅଛି, ଆମେ ତା ଆଗରେ ଯାଇକିରି ବସୁ, କିନ୍ତୁ ତାଙ୍କ ମନୋଭାବ ସେ ଅନ୍ୟମାନଙ୍କୁ ହୁଏତ ସମ୍ମାନ ଦେଲେ, ଇଣ୍ଟରପ୍ରିଟେସନ ଅଲଗା ହେଇପାରେ। ବାକି ତାଙ୍କ ନମ୍ରତା ଜୀବନକୁ ଆପଣ ମାନଙ୍କୁ ମୁଁ ଆଗରେ କହିବା ପାଇଁ ଚାହେଁ। ସେ ଜଣେ ନମ୍ର ବ୍ୟକ୍ତି ଥିଲେ, ପ୍ରଭୁ ପ୍ରିୟ ଥିଲେ, ଆଗ ଧାଡିରେ ଲୋକମାନଙ୍କୁ ସମ୍ମାନ ଦେଲେ, ଭିତରକୁ ଗଲେ, ନିଜକୁ ଲୁଚେଇଲେ, ନିଜକୁ
ସେ ତାଙ୍କ ନମ୍ରତାକୁ ବି ପ୍ରକାଶ କଲେ। ନମ୍ରତା ଖ୍ରୀଷ୍ଟଙ୍କର ଏକ ଗୁଣ ଅଟେ। ଯଦି ଆମେ ଯେତେବେଳେ ନମ୍ର ହଉ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ତେବେ ଏଇ ଜୋନାଥନଙ୍କ ଜୀବନରେ ପଜିଟିଭ ଜିନିଷ ହଉଛି ସେ ଜଣେ ନମ୍ର ବ୍ୟକ୍ତି ମଧ୍ୟ ଥିଲେ। ଯଦି ବା ସେ ଭିତରେ ରହିଥିଲେ କିନ୍ତୁ ଜଣେ ନମ୍ର ଲୋକ ଥିଲେ ଏବଂ ସେ ନିଜକୁ ଦେଖେଇବାକୁ ଇଚ୍ଛା କଲେ ନାହିଁ। ଆମେ ବେଳେ ବେଳେ ଅଳ୍ପ ଜାଣି ବହୁତ ଦେଖେଇ, ବେଳେ ବେଳେ ଅଳ୍ପ ଖାଇ ଆମେ ବହୁତ ବୋଲିକରି କହିଥାଉ, କିନ୍ତୁ ଜୋନାଥନଙ୍କ ଜୀବନରେ ତାହା ନଥିଲା। ସମୟ ଗଡି ଚାଲିଛି, ମୁଁ ତେଣୁ ଟିକେ ଆଗକୁ ଯିବା ପାଇଁ ଚାହେଁ। ତୃତୀୟ କଥା, 7 ପଦ ପଢନ୍ତୁ। ଦୟାକରି ପଢନ୍ତୁ 7 ପଦ, 1ରୁ 7 ପଦ। ପୁଣି ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, କାହା ହେତୁରୁ ଏହି ଅମଙ୍ଗଳ ଆମମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ ଆମମାନେ ଗୁଳି ବାଣ୍ଟ କରୁ। ତେଣୁ ସେମାନେ ଗୁଳି ବାଣ୍ଟ କରନ୍ତେ ଜୁନୁସଙ୍କ ନାମରେ ଗୁଳି ଉଠିଲା। ତୃତୀୟ କଥା ହଉଛି ଯେ ଜୁନସ ତାଙ୍କ ଭୁଲକୁ ସ୍ୱୀକାର କଲେ। ଯେତେବେଳେ ଗୁଳି ବାଣ୍ଟ ହେଲା, ସବୁ ଜିନିଷ ପତ୍ର ଫିଙ୍ଗିଦେଲେ, ଫୋପାଡ଼ିଲେ ସମୁଦ୍ର ମଧ୍ୟରେ, କିଏ କିଏ କାହା ପାଇଁ ଏସବୁ କଥା ହେଲା, ସେତେବେଳେ ଗୁଳି ବାଣ୍ଟ କଲେ, ସେତେବେଳେ ଜୁନସ କହିଲେ ମୋ ପାଇଁ ହେଇଛି। ଗୁଳି ବାଣ୍ଟ ତାଙ୍କ ନାମର ସ୍ୱୀକାର କଲେ। ବେଳେ ବେଳେ ଆମେ ସ୍ୱୀକାର କରିନଥାଉ, ବେଳେ ବେଳେ ଭୁଲକୁ ମାନି ନଥାଉ, ବେଳେ ବେଳେ ନିଜକୁ ଆମେ ମାନେ ଦୋଷହୀନ ବୋଲିକରି ଭାବିଥାଉ। ଭୁଲ କାମ କଲେ ମଧ୍ୟ ଆମେ ଭାବିଥାଉ ଆମେ ଠିକ କରୁଛୁ ବୋଲି ଭାବିଥାଉ। ଏ ସଂସାର ରୀତିନୀତି ଏଇ ପ୍ରକାର ଅଛି ପ୍ରିୟ ମାନେ, ଯେ ଆମ ଭୁଲକୁ ଆମେ କେବେ ବି ସ୍ୱୀକାର କରିଥାଉ, ଆମର ଗଲତକୁ ଆମେ ଦେଖିନଥାଉ। କିନ୍ତୁ ଜୁନସଙ୍କ ଜୀବନରେ ଆପଣ ଦେଖନ୍ତୁ, ତାଙ୍କ ନାମରେ ଯେତେବେଳେ ସେ ଉଠିଲା, ତା ପରବର୍ତ୍ତୀ ତଳେ ବି ଆପଣ ପଢିପାରିବେ, ତାକୁ ସେ ସ୍ୱୀକାର କରିପାରିବେ। ଠିକ ଅଛି, ମୋ ପାଇଁ ଏସବୁ ଘଟିଲା। ଆଜି ମୁଁ ନଥାନ୍ତି, ହୁଏତ ଏଇ ଝଡ ନଥାନ୍ତା। ଆଜି ମୁଁ ନଥାନ୍ତି, ତୁମେ ଆରାମସେ ଯାଇଥାନ୍ତ। ଆଜି ମୁଁ ନଥାନ୍ତି, ହୁଏତ ତୁମମାନଙ୍କ ପାଇଁ କୌଣସି ବିପଦ ନଥାନ୍ତା। ସ୍ୱୀକାର କରିବା ଈଶ୍ୱରୀୟ ଏକ ଗୁଣ। ଯୋଉ ବ୍ୟକ୍ତି ପାପ ସ୍ୱୀକାର କରେ ସେ ଦୟା ପାଇବ। ଯୋଉ ବ୍ୟକ୍ତି अपना ଗଲତକୁ ପ୍ରଭୁ ନିକଟରେ ସମର୍ପିତ କରେ ଏବଂ ଭୁଲକୁ କ୍ଷମା ମାଗେ, ସେ ଦୟା ପାଇବ, ଅନୁଗ୍ରହ ପାଇବ। ଆମ ଜୀବନରେ ଆମେ କେତେ ବଡ ବୋଲି ନିଜକୁ ଭାବୁ, ଆମର ଗଲତକୁ କେବେ ମଧ୍ୟ ସ୍ୱୀକାର କରିନଥାଉ। କିନ୍ତୁ ଯୀଶୁ ଆମମାନଙ୍କ ପାଇଁ ଆସିଲେ, ଆମକୁ ଶିଖେଇଲେ, ଆମମାନଙ୍କ ଗଲତକୁ, ଆମମାନଙ୍କ ପାପକୁ ସ୍ୱୀକାର କରିବାକୁ ପଡିବ। ଯଦି ଆମେ ଆମମାନଙ୍କ ପାପକୁ ସ୍ୱୀକାର କରୁ, ତେବେ ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ, ଜୀବନ ଦେବା ପାଇଁ ବିଶ୍ୱସ୍ତ ଆଉ ନ୍ୟାୟବାନ ପ୍ରଭୁ। ଗଲତକୁ ସେ ସ୍ୱୀକାର କରିଲେ, ତାଙ୍କ ଗଲତକୁ ସେ ମାନିନେଲେ, କହିଲେ ହଁ ମୋର ଭୁଲ ଅଛି। ଯଦି ଆମେ ଭୁଲକୁ ମାନିବା, ପ୍ରଭୁ ଏତେ ଦୟାଳୁ, ପ୍ରଭୁ ଏତେ ଦୟାଳୁ, ଆମକୁ ସେ ଅନୁଗ୍ରହ କରି ନୂଆ ଜୀବନ ଦେବେ। ଚତୁର୍ଥ କଥା, ନପଦକୁ ତହିଁରେ ସେ ସେମାନଙ୍କୁ କହିଲେ, ମୁଁ ଜଣେ ଏବ୍ରିୟ, ପୁଣି ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି ସେଇ ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ। ଆମେନ୍। ଆମେନ୍, ହାଲେଲୁୟା। ଏବେ ଏଠି ଆମେ ଦେଖୁଛୁ, ସେ କହୁଛି, ସେ ତାଙ୍କ ନିଜ ପରିଚୟ ଦଉଛନ୍ତି। ସେ କହୁଛନ୍ତି ଭାଇମାନେ, ମୁଁ ଜଣେ ଏବ୍ରିୟ। ଆଉ ସେଠି ସୁସମାଚାର ପ୍ରଚାର କରୁଛନ୍ତି। ସେ ଯଦି ବା ଗଲତ ରାସ୍ତାକୁ ଯାଉଛନ୍ତି, ସୁସମାଚାର ପ୍ରଚାର କରୁଛନ୍ତି। କହୁଛନ୍ତି ମୁଁ ଜଣେ ଏବ୍ରିୟ, ସ୍ୱର୍ଗ ପୃଥିବୀକୁ ଯେ ତିଆରି କଲେ, ଯୋଉ ପରମେଶ୍ୱର ତିଆରି କଲେ, ମୁଁ ତାଙ୍କର ସେବା କରେ। ଆପଣଙ୍କ ପରିଚୟ ଦଉଛନ୍ତି। ପରିଚୟ ଦେବା ଏକ ବେଳେବେଳେ ଆମେ ଲୁଚେଇଥାଉ ଆମମାନଙ୍କ ପରିଚୟ, ଆମମାନଙ୍କର ଓଲିକ ମାନଙ୍କ ଆଗରେ, ଆମମାନଙ୍କର ନିଜ ଲୋକମାନଙ୍କ ଆଗରେ। ଯାତ୍ରା କରିବା ସମୟରେ ଯଦି କୌଣସି ଜାଗାରେ ଆମେ କିଛି ବିଜାତୀୟ ସାଙ୍ଗସାଥି ଆମମାନଙ୍କୁ ଭେଟନ୍ତି, ଆମମାନେ ଲୁଚିଥାଉ, ଆମମାନଙ୍କର ପରିଚୟକୁ ଲୁଚାଇଥାଉ। ପରିଚୟ ଲୁଚାଇବା ଈଶ୍ୱରଙ୍କର ଅଗୌରବ ଅଟେ। ଅମରକୋଟରେ ଜଣେ ବ୍ୟକ୍ତି ଥିଲେ, ବହୁତ ଦିନ ତଳର କଥା ମୁଁ କହେ, ତାଙ୍କ ନାମ କହିବି ନାହିଁ।
ସୋ ଜୀବନ ଯାକ ସେ ହିନ୍ଦୁ ବୋଲିକି ରହିଥିଲେ, ଜୀବନ ଯାକ ସେ ରହିଥିଲେ ହିନ୍ଦୁ ବୋଲି, କେବେ କାହା ସାଙ୍ଗେ ମିଶନ୍ତି ନାହିଁ, ପ୍ରାର୍ଥନା ଯାଆନ୍ତି ନାହିଁ। ଯେତେବେଳେ ସେ ମରିଗଲେ କିଛି ବିଜାତୀୟ ଲୋକମାନେ ତାଙ୍କୁ ନେଲେ, ତାଙ୍କ ଘରକୁ ଗଲେ, ଆଉ ତାଙ୍କୁ ବାଉଁଶରେ ବାନ୍ଧିଲେ, ଆଉ ତାଙ୍କ ସ୍ତ୍ରୀ କୁ କହିଲେ ଆମେ ନେବା ବୋଲି କହିଲେ। ଯେତେବେଳେ ବାଉଁଶରେ ବାନ୍ଧିଲେ, ନିଆଁ ଲଗେଇବେ ତାଙ୍କ ଶବକୁ ବୋଲିକି ଭାବିଲେ, ତାଙ୍କ ସ୍ତ୍ରୀ କାନ୍ଦି ଦେଲେ ସେଠି। ଯେତେବେଳେ ସେ କାନ୍ଦିଲେ, ପଚାରିଲେ କଣ ହେଲା, ନା ଆମେ ଖ୍ରୀଷ୍ଟିଆନ ଲୋକ, 50 ବର୍ଷ ଆମେ ଲୁଚେଇକି ରହିଥିଲୁ, ଆଉ କୌଣସି ଲୋକ ରହିଲେ ନାହିଁ, ତାଙ୍କୁ ଛାଡିକିରି ପଳେଇଲେ ସେମାନେ ସମସ୍ତେ। ଖୋଜି ଖୋଜି କିଛି ଖ୍ରୀଷ୍ଟକୁ ଆସିଲେ, ଆଉ ତାଙ୍କୁ କବର ଦେଲେ। ଏମାନଙ୍କ ପରିଚୟକୁ ଆମେ ଲୁଚେଇବାକୁ ହେବ ନାହିଁ, ହୁଏତ ଜୀବନରେ କଷ୍ଟ ଆସିବ, ଦୁଃଖ ଆସିବ, ଆମମାନଙ୍କ ପରିଚୟକୁ ଆମକୁ ଲୁଚେଇବାକୁ ହବ ନାହିଁ। ଆମେ ଯାହା କରୁଛୁ, ଆମେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ପାଇଁ ଆମେ ଆଜି ଜୀବିତ ଅଟୁ। ମୁଁ କହିଲି ଅକ୍ସିଜେନ, ଇଟ୍ ଇଜ ଏ ଗିଫ୍ଟ ଅଫ ଗଡ। ବନ୍ଦ କରିଦିଅନ୍ତି। ତେବେ ମୁଁ କହୁଥିଲି ଟିକେ ଆଗରୁ, ଯୋଉ ଜମି କିଣିବା ପାଇଁ ଯାଉଛୁ, ସେ ଜମି ଆମକୁ କିଣିଦବ ଆଜି ସକାଳେ। ବେଳେ ବେଳେ କାଲି ଜଣେ ପ୍ରଭୁଙ୍କ ଦାସ କହୁଥିଲେ, ତୁମେ ଜମି କିଣିବି ବୋଲୁଛ, ଆଉ ଥରେ ମୁଁ ରିପିଟ କରୁଛି, ସେ ଜମି ତମକୁ କିଣିବ ଯଦି ଈଶ୍ୱରଙ୍କର ଦୟା ନ ହୁଏ। ପରିଚୟ ଅତ୍ୟନ୍ତ ମହାନ ବ୍ୟକ୍ତି ଅଟେ। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ଆପଣ ଯୋଉ ସର୍କମସିଚୁଏସନରେ ରୁହନ୍ତୁ, ଯୋଉ ପରିସ୍ଥିତିରେ ଆପଣ ରୁହନ୍ତୁ, ଆପଣଙ୍କ ପରିଚୟ କେବେ ଭାବ ନାହିଁ ତୁମେ ଏକଲା ବଞ୍ଚିଯିବ। ଶୁଭୁନି ଆଜ୍ଞା। କଟିଗଲେ ବୋଧେ। ପ୍ରୋବ୍ଲେମ ହେଲା, ତୁମେ ଯେ ଭାବିଯିବ ତୁମେ ଏକା ବଞ୍ଚିଯିବ, କିନ୍ତୁ ତୁମେ ବଞ୍ଚିବ ନାହିଁ। ତୁମେ ଯଦି ଆମକୁ ପାଇଁ ନ ଲଢେଇ କରିବ, ପରମେଶ୍ୱର ଅନ୍ୟ ଆଡୁ ଆମର ଉପକାର ବାହାର କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପରିଚୟ ନିହାତି ଆବଶ୍ୟକ ଅଛି। ବେଳେ ବେଳେ ଆମ ପାଳକ ମାନେ ମଧ୍ୟ, ମୋ ପରି ପାଷ୍ଟର ମାନେ ମଧ୍ୟ ପାଷ୍ଟର ବୋଲିବାକୁ ଲାଜ ହୁଅନ୍ତି, ସୋସିଆଲ ୱାର୍କର ବୋଲିଥାଉ। ବେଳେ ବେଳେ ପ୍ରଭୁଙ୍କର ଡେଡିକେଟେଡ ଲୋକମାନେ ମଧ୍ୟ ସେମାନଙ୍କ ପରିଚୟ ଦେବାକୁ ଲାଜ ହୁଅନ୍ତି। କେହି ଆଉ ଦଳିତ ଖ୍ରୀଷ୍ଟିଆନ ବୋଲିବାକୁ ଲାଜ ହେଇଥାନ୍ତି, କେହି ମୁଁ ବ୍ରାହ୍ମଣ ଖ୍ରୀଷ୍ଟିଆନ ବୋଲନ୍ତି, କେହି ମୁଁ ଉଚ୍ଚ ଜାତିର ଖ୍ରୀଷ୍ଟିଆନ ବୋଲନ୍ତି। ଦ୍ୟାଟ୍ ଇଜ ଗଲତ। ଆପଣ ତ ଖ୍ରୀଷ୍ଟିଆନ ପ୍ରଭୁଙ୍କ ଲୋକ, ଆପଣ ଉଚ୍ଚ ଆଉ ନିଚ କଣ ଅଛି? ଯୋଉ ପରମେଶ୍ୱର ସ୍ୱର୍ଗ ପୃଥିବୀ ତିଆରି କଲେ, ସେଇ ପରମେଶ୍ୱରଙ୍କର ଲୋକ ମୁଁ ଏଭ୍ରି ଅଟେ ବୋଲିକିରି ଜୋନସ କହନ୍ତି। ତାଙ୍କର ଉତ୍ତମ ଗୁଣ ହଉଛି ତାଙ୍କ ପରିଚୟକୁ ସେ ଦିଅନ୍ତି। ତେଣୁ ମ୍ୟୁଟ ହେଇଯାଇଛି ଆଜ୍ଞା। ଆରେ ନାଇଁ ଇଏ ହେଇଯାଇଛି। ହଁ ଆଜ୍ଞା, ଆଉ ଥରେ ଅନମ୍ୟୁଟ କରନ୍ତୁ। ଆପଣଙ୍କ ପରିଚୟରେ ପରମେଶ୍ୱର ଗୌରବ ପାଇବେ। ମୋର ଲ୍ୟାପଟପ୍ ଟିକେ ଡାଟାର ପ୍ରୋବ୍ଲେମ ହଉଛି ହେଲା, ତ ତେଣୁ ପରିଚୟ ଆମେ ଦେବା। ମୁଁ ଶୀଘ୍ର ସରେଇଦେବି, ଡାଟାର ପ୍ରୋବ୍ଲେମ ହଉଛି। ନେକ୍ସଟ, ଆପଣ ଯଦି 12 ପଦ ପଢନ୍ତୁ ପ୍ଲିଜ। ତହିଁରେ ସେ ସେମାନଙ୍କୁ କହିଲେ, ମତେ ଧରି ସମୁଦ୍ରରେ ପକାଇ ଦିଅ, ତହିଁରେ ସମୁଦ୍ର ତୁମମାନଙ୍କ ପ୍ରତି ସୁସ୍ଥିର ହବ, କାରଣ ମୋ ସକାଶୁ ତୁମମାନଙ୍କ ନିକଟରେ ଏହି ମହା ତୁଫାନ ଉପସ୍ଥ ହୋଇଅଛି ବୋଲି ମୁଁ ଜାଣେ। ଆମେ ଦେଖୁଛୁ ପଞ୍ଚମ କଥା, ସେ ପାନିଶମେଣ୍ଟ କୁ ଗ୍ରହଣ କରୁଛନ୍ତି। ପାନିଶମେଣ୍ଟ, ନା ମତେ ଫୋପାଡ଼ି ଦିଅ, ମୁଁ ଯଦି ଫୋପାଡ଼ି ଦେଲେ ତୁମେ ଉଦ୍ଧାର ପାଇବ। ପାନିଶମେଣ୍ଟ ପାଇବା ପାଇଁ ଏଠି ବସିଥିବା କେତେ ଲୋକ ଇଚ୍ଛା କରନ୍ତି ମୁଁ ଜାଣିନି, ବାକି ମୁଁ ତ ପାନିଶମେଣ୍ଟ ପାଇବା ପାଇଁ ଇଚ୍ଛା କରେ ନାହିଁ। ଗଡ୍, ଆମେ ସାଲ୍ୟୁଟ କରିବାର ଅଛି, ଜନସକୁ ସାଲ୍ୟୁଟ କରୁଛେ। ଆମେ ପାନିଶମେଣ୍ଟ ବଦଳରେ ଆମେ ତାଙ୍କୁ ବଚସା କରିଛୁ, ଜନସ ଏମିତି ଥିଲେ, ସେମିତି ଥିଲେ, ସେମିତି ଥିଲେ। ହ୍ୱାଟ ଏ ବିୟୁଟିଫୁଲ ଷ୍ଟେଟମେଣ୍ଟ।
ସେ ବୋଲଛନ୍ତି ମତେ ଫୋପାଡ଼ି ଦିଅ, ମତେ ପାନିଶମେଣ୍ଟ ଦିଅ, ମୁଁ ପ୍ରଭୁଙ୍କ ଠାରୁ ଦୂରକୁ ଚାଲି ଯାଉଛି, ମୁଁ ପ୍ରଭୁଙ୍କ ପାଇଁ ବଞ୍ଚିବା ପାଇଁ ଚାହେଁ, ପାନିଶମେଣ୍ଟ ପାଇକରି ମଧ୍ୟ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣଙ୍କର ପାନିଶମେଣ୍ଟ, ଆପଣଙ୍କର ଦଣ୍ଡ ଆପଣଙ୍କ ପାଇଁ ପ୍ରମୋସନ ଆଣିଦେବ। Don't think that your punishment will bring you the demotion, but it will bring you the promotion. It will give you the promotion. ଭୁଲ କଲେ ପାନିଶମେଣ୍ଟ ପାଇବା ପାଇଁ ଅନେକ ଲୋକ ଇଚ୍ଛା କରନ୍ତି, ଗୋଡେଇ ଦିଅନ୍ତି, ତାକୁ କୁହନ୍ତି ନା ମୁଁ ନାଇଁ ଦଣ୍ଡରୁ କୋହଳ କରନ୍ତୁ। ଓକିଲକୁ ଧରିଥାଇ ଆମେ ବେଳେବେଳେ ମାଜିଷ୍ଟ୍ରେଟକୁ ଆମେ ଆପ୍ଲାଏ କରିଥାଉ, ଆମକୁ କୋହଳ କରାଯାଉ ଦଣ୍ଡ, ଏଇ ପ୍ରକାର ସେକ୍ସନକୁ ଲଗେଇକରି କମେଇ ଦିଆଯାଉ। କିନ୍ତୁ ସେକ୍ସନକୁ ବଢେଇ ଦେବା ପାଇଁ କହୁଛନ୍ତି, ଜୁନସ୍ କହୁଛନ୍ତି ମୋ ସେକ୍ସନ ବଢେଇ ଦିଆଯାଉ, କିଛି ମତେ ପାନିଶମେଣ୍ଟ ଦିଆଯାଉ। ଆଇ ଏମ୍ ରେଡି, ମୁଁ ପ୍ରସ୍ତୁତ ଅଟେ ମୋର ପାନିଶମେଣ୍ଟ। ଈଶ୍ୱର ଯେତେବେଳେ ପାନିଶମେଣ୍ଟ ଦିଅନ୍ତି, ଈଶ୍ୱରଙ୍କର ଦଣ୍ଡକୁ ସହ୍ୟ କରିବାକୁ ଆମେ ପ୍ରସ୍ତୁତ ହେବା। ହି ଇଜ ଏ ମ୍ୟାନ୍ ଅଫ ଗଡ୍, ସେ ତାକୁ ଗ୍ରହଣ କରିପାରିବେ। ପ୍ରିୟ ପ୍ରଭୁଙ୍କର ଲୋକ, ଏତେ ସୁନ୍ଦର ଗୁଣ ଗୁଡାକ ଆମେ ଜୋନାସଙ୍କ ଜୀବନରେ ଦେଖୁଛୁ। ପାନିଶମେଣ୍ଟ ଗ୍ରହଣ କରୁଛୁ ଆନନ୍ଦରେ। ଆଇବ ଦୁଃଖ ନିନ୍ଦା ଅପମାନ, ଗୀତ ରଚକ ଜଣେ କହନ୍ତି, ଦୁଃଖ ନିନ୍ଦା ଅପମାନ ହେଉ ଆମ ସମ୍ମାନ, ତାହା ଦେଖି ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର। ଯଦି ମିଟିଂକୁ ଯାଇଥିବେ, ଆପଣଙ୍କୁ ଆଗ ଧାଡ଼ିରେ ନ ବସିଲେ ଆପଣ ମିଟିଂରୁ ପଳେଇ ଆସିବେ। ଯଦି ଆମେ ଏତେ ସ୍ୱାର୍ଥବାଦୀ ଲୋକମାନେ ଯେ ପ୍ରାର୍ଥନା ଯାଇକରି ମଧ୍ୟ ଆମକୁ ଯଦି ଚୌକି ନ ମିଳିଲେ ବେଳେ ବେଳେ ଆମେ ପଛରୁ ପଳେଇ ଆସିଥାଉ, ଇଚ୍ଛା କରିନ। କିନ୍ତୁ ଦ ମ୍ୟାନ୍ ଅଫ ଗଡ୍ ଜୁନସ୍ କହୁଛନ୍ତି ମତେ ଫୋପାଡ଼ି ଦିଅ, ମୁଁ ରାଜି ଅଟେ, ମୁଁ ପ୍ରସ୍ତୁତ ଅଟେ ମୋ ପରମେଶ୍ୱରଙ୍କ ପାଇଁ ପାନିଶମେଣ୍ଟ ସହିବା ପାଇଁ। କାରଣ ମୁଁ ତ ଜାଣି ଶୁଣି ଯାଉଛି, ଆଉ ମୁଁ ଦଣ୍ଡ ପାଇବି ନା, ଆଉ କିଏ ଦଣ୍ଡ ପାଇବେ? ଦଣ୍ଡ ମତେ ଦିଆଯାଉ। ଷଷ୍ଠ ଗୁଣ, 17 ପଦକୁ ପଢନ୍ତୁ। ପୁଣି ଜୁନସଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ ମତ୍ସ୍ୟ ନିରୂପଣ କଲେ। ପୁଣି ଜୁନସ ସେଇ ମତ୍ସ୍ୟ ଉଦରରେ 3 ଦିନ ଓ 3 ରାତ୍ର ରହିଲେ। ଆମେନ୍। He is a man of courage, ସାହସର ବ୍ୟକ୍ତି। ପାନିଶମେଣ୍ଟ ଥାଇ ମଧ୍ୟ ସାହସ କଲେ ମାଛ ଗର୍ତ୍ତରେ ରହିବା ପାଇଁ। ସେ କହିଲେ ନା 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 ମତେ ବାହାରକୁ ଫୋପାଡ଼ି ଦିଅ। ସେ କଥା ସାହସ କଲେ, ମୁଁ ମାଛ ଗର୍ତ୍ତରେ ରହି ପେଟରେ ରହିବି, କିଛି ପ୍ରୋବ୍ଲେମ ନାହିଁ ମୋ ପାଇଁ। ସାହସ ହେଇ ମୁଁ ପ୍ରଭୁଙ୍କ ସେବା କରିବି। ସାହସ ଖ୍ରୀଷ୍ଟିଆନ ଜୀବନର ଏକ ଅସ୍ତ୍ର ଅଟେ। ପ୍ରିୟମାନେ, ବିନା ସାହସରେ କିଛି କରିପାରିବେ ନାହିଁ ଆପଣ। ସାହସ ଆଶୀର୍ବାଦ ଆଣିଦେବ। ସାହସ ହୁଅନ୍ତୁ ବିଜାତି ମାନଙ୍କ ଆଗରେ ଠିଆ ହେବା ପାଇଁ, ସାହସ ହୁଅନ୍ତୁ ପ୍ରାର୍ଥନା କରିବା ପାଇଁ, ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବା ପାଇଁ ସାହସ ହୁଅନ୍ତୁ। ପ୍ରଭୁ ଆପଣଙ୍କ ସାହସକୁ ସମ୍ମାନ ଦେବେ। ଯଦି ଆପଣ ସାହସ ହେବେ, ପ୍ରଭୁ ଆପଣଙ୍କୁ ସମ୍ମାନ ଦେବେ, ସେ ପୁରସ୍କାର ଦେବେ, ସେ ଆପଣଙ୍କୁ ବ୍ୟବହାର କରିବେ, ଅନୁଗ୍ରହ କରିବେ। ତାଙ୍କର ଡେଣା ଆପଣଙ୍କ ଉପରେ ସବୁବେଳେ ରହିବ। ଯଦି ବା ଆପଣ ନଦ ନଦୀ ଦେଇ ଗମନ କରିବେ, କିନ୍ତୁ ସାହସର ସହିତ, ସେତେବେଳେ ତାଙ୍କ ଡେଣା ଆପଣଙ୍କ ଉପରେ ରହିବ। ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କରିବେ, ତାଙ୍କର ଡେଣା ଆପଣଙ୍କ ପାଖରେ। ସେଥିପାଇଁ ସାହସ ଦରକାର ଖ୍ରୀଷ୍ଟିଆନ ଜୀବନରେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯଦି ସାହସ ନାହିଁ, ଆପଣ ଜଣେ ବୀର ସୈନିକ ହେଇପାରିବେ। ପୋଲିସ ମାନେ ଯେତେବେଳେ ସେମାନେ ଶପଥ ନିଅନ୍ତି, ସେମାନଙ୍କ ଶପଥରେ ଥାଏ ମୁଁ ନିଆଁକୁ ଡରିବି ନାହିଁ, ପାଣିକୁ ଡରିବି ନାହିଁ, ଆକାଶକୁ ଡରିବି ନାହିଁ, ସମୁଦ୍ରକୁ ଡରିବି ନାହିଁ, ମୁଁ ଦେଶ ସେବା ପାଇଁ ସୈନ୍ୟ କହେ ମୁଁ ମୋ ଜୀବନକୁ ସମର୍ପଣ କରିବି। ଜଣେ ଖ୍ରୀଷ୍ଟିଆନ ସେବକ, ଜଣେ ସୈନ୍ୟ ଅଟେ, ତା ଜୀବନରେ ସାହସର ଆବଶ୍ୟକତା। ଜୁନସଙ୍କ ଜୀବନରେ ସାହସ ଥିଲା। ସେ କେବେ ମଧ୍ୟ ତାଙ୍କ ସାହସକୁ ଛାଡ଼ିଲେ। କହିଲେ ମୁଁ ବଞ୍ଚିବି, ମତ୍ସ୍ୟ ଗର୍ଦ୍ଦରେ ବଞ୍ଚିବି, ସମୁଦ୍ର ମଧ୍ୟରେ ବଞ୍ଚିବି, ମୁଁ ପ୍ରତ୍ୟେକ ପରିସ୍ଥିତିକୁ ମୁଁ ଜାଣେ। ପ୍ରେରିତ ପାଉଲ କହିଲେ ମୁଁ ପ୍ରତ୍ୟେକ ପରିସ୍ଥିତିକୁ ଜାଣେ। ମୁଁ ଜେଲରେ ରହିବାକୁ ଜାଣେ, ରାଜଗୃହରେ ରହିବାକୁ ଜାଣେ, ଜିହୁଦୀ ମାନଙ୍କ ସିନାଗୋଗରେ ରହିବାକୁ ଜାଣେ, ମୁଁ ପ୍ରତ୍ୟେକ ପରିସ୍ଥିତିକୁ ମୁଁ ଜାଣେ। ଜଣେ ଖ୍ରୀଷ୍ଟିଆନ ତା ଜୀବନରେ ତା ପରିସ୍ଥିତିକୁ ଦେଇ ଗତି କରିବାକୁ ଜାଣିବା। ସେଥିପାଇଁ ସାହସର ଆବଶ୍ୟକତା।
रियली जगदीश आज्ञा मु साल्यूट करे आपनको साहस प्रभु आपनको व्यवहार करुଛନ୍ତି प्रभु आहुरी व्यवहार कर साहस ईश्वरଙ୍କ आशीर्वाद आनिदी नेक्स्ट पॉइंट से जणे सेई 17 पदरे लेखा से जणे प्रार्थनाशील व्यक्ति थिले पढ़ंतु सार आउ थोड़े से 17 पद को एका ପୁଣି ଜୁନସକୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ମତ୍ସ୍ୟ ନିରୂପଣ କଲେ। ପୁଣି ଜୁନସ ସେଇ ମତ୍ସ୍ୟ ଉଦରରେ 3 ଦିନ ଓ 3 ରାତ୍ର ରହିଲେ। ଆମେନ୍। से जणे प्रार्थनाशील लोक थिले आ ता तळ पद मान कर लेखा आइछि मु आकु बेसी जीवा पई चाहू नै समय गला तण से जणे प्रार्थना 3 दिन 3 राति आंठू बोधे माड़ी पारु नथिले बाहर सेति पई पेटरे आ सोई पारले नै ठीक आंठू मडबा पर स्पेस प्रभु देले आ तांको आंठू मडबा पई प्रभु ताको व्यवहार ସାର୍ ସମୟ ନିଅନ୍ତୁ ସାର୍ କିଛି ଅସୁବିଧା ନାହିଁ। आज्ञा थैंक यू କିଛି ଅସୁବିଧା ନାହିଁ, ସମୟ ନିଅନ୍ତୁ। तेबे से जणे प्रार्थनाशील लोक थिले कोविड समय रे लोक मान को प्रार्थना करिबाटा प्रभु सिखेइले आगरु एते प्रार्थना करनुथिले आ हाथ धोइबाटा प्रभु सिखेइले स्वास्थ्य और प्रार्थना मनुष्य पय आवश्यक दीटा विषय को प्रभु सिखेइले कोविड समय जुआडो जाइक आसले मते लोक हाथ धोउथिले खाउथिले आ प्रार्थना करबार सिखौ प्रार्थना नथिला जीवन रे किंतु एते प्रार्थना बोधे कोविड आसी भलो हैला सेति पय जूम जाक सब खोलला यदि कोविड आसी न थांता हुए तो जगदीश आज्ञा आज ए जूम को खोली न था हुए तो कोइनानियन वाला जूम खोली न थांते हुए तो अन्य के या जूम खोली न थांते एहा ईश्वरंकर अनुग्रह के उड़ाजाहाज प्रार्थना करती के गछ मूले प्रार्थना करती के नदी कूले प्रार्थना करती के गुप्त कोठी प्रार्थना करती जुनस मत्स्य गर्त प्रार्थना हल को जगह ना आग को बढ़ापी जगह ना पछ को बढ़ापी जगह ना किंतु प्रभु ताको अनुग्रह प्रार्थना आपण परिस्थिति भल थी न पारे आपण समय भल न थी पारे किंतु परमेश्वर आपण को यही प्रकार स्थान रखते प्रार्थना न कले रही पारे ना प्रार्थना करने को बाध्य आप बहुत चालाक जदि हेबे प्रभु आपण को यही जगह रखुजे दिन राति प्रार्थना करने को पड़े चालाक हेबा लोक प्रभु बेले बेले धरबे आ रखिदेवे प्रार्थना न कले खाइबा को नहीं प्रार्थना न कले सोइबा को नहीं प्रार्थना न कले किछि नहीं प्रार्थनाशील लोक प्रार्थना रे एते शक्ति अछि मु प्रार्थना को जीवी नहीं तथापि प्रार्थना रे एते शक्ति अछि आपणकर प्रार्थना प्रत्येक बंधन को छिंडेई देव आपणक प्रार्थना प्रत्येक नुआ डोर को ओपन कर देव आपणक प्रार्थना नुआ अनुभूति आनी देव आपणक प्रार्थना तर्शीश को नहीं निनिबी को जीवा को सहाय्य करिवो प्रतिकूल मध्य रे आपण निनिबी को जाई प्रचार करिवे 1,20,000 लोक उद्धार पाई पारे प्रिय प्रभु लोक मान प्रभु आम मान को जनसंघ जीवन अनेक गुड़ाए कथा पॉजिटिव कथा से भीतर से जने प्रार्थनाशील लोक थिले एवं से प्रार्थना को केबे त्याग कले शेष कथा मु कही सरेबा को चाहे इज ए मैन ऑफ रिकंसिलाइजेशन से ईश्वरंक संगे पुनर्मिलित लोक थिले एते परिस्थिति आसिला विपरीत दिग को गले छाड़ी के पळौतिले किंतु परमेश्वर ठारी से आउ थे पुनर्मिलित हेले पुनर्मिलन ईश्वर राज्यर एक गुण अटे जो माने ईश्वर सहित पुनर्मिलन हुंती से माने स्वर्ग राज्य पाई यात्री बनी जाती हजिगला पुओ प्रोडिगल सन जेतेबेले फेरी आसिला बापा सहित पुनर्मिलन है आमे आम चिंतार भावना कार्य बेले बेले आमे प्रोडिगल सन परी आम दूर को जाइए प्रभु सब बेले पुनर्मिलन ताको भल पाती रिकंसिलाइजेशन को से भल पाती जदि आमे आम पाप को स्वीकार करू यदि फेरी आसू से दयावान प्रभु एते दयालु प्रभु एते प्रेमिक प्रभु आपण को मते से मुदी दियंती जोता दियंती नुआ वस्त्र रे वस्त्रान्वित करंती
ରିକନସିଲେସନ କରନ୍ତି, ଆମକୁ ପୁନର୍ମିଳିତ କରନ୍ତି। ଯେତେବେଳେ ଜୁନସ ପୁନର୍ମିଳିତ ହେଇଗଲେ ଈଶ୍ୱରଙ୍କ ସାଙ୍ଗେ, ସେତେବେଳେ ପ୍ରଭୁ କାର୍ଯ୍ୟ କଲେ ସେଠି। ତେଣୁ ମାଥ୍ୟୁରେ ଲେଖାଯାଏ 5 ଅଧ୍ୟାୟର 24 ପଦରେ ଯେ ତୁମର ଯଦି ତୁମ ଭାଇ ପ୍ରତି କିଛି ତ୍ରୁଟି ଅଛି, କିଛି ଭୁଲ କାର୍ଯ୍ୟ କରିଛ, ବେଦୀରେ ଯାଅ, ତୁମ ବେଦୀରେ ତୁମର ବଳି ଉତ୍ସର୍ଗ କରିବା ପୂର୍ବରୁ, ନୈବେଦ୍ୟ ଦେବା ପୂର୍ବରୁ ତୁମ ଭାଇ ସାଙ୍ଗେ ପୁନର୍ମିଳିତ ହୋଇ ଆସ, ତେବେ ତୁମ ପ୍ରାର୍ଥନା ଶୁଣା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପୁନର୍ମିଳନ ଈଶ୍ୱରଙ୍କର ଏକ ବରଦାନ ଅଟେ। ତେଣୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରଭୁ, ତାଙ୍କର ସହିତ ପୁନର୍ମିଳନ ହେବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମମାନଙ୍କର ପାପ ଦୋଷକୁ କ୍ଷମା କରନ୍ତୁ। ଆଉ ଆଜି ମୁଁ 8ଟା ବିଷୟ ଆପଣମାନଙ୍କୁ କହିଲି। ଜୁନସଙ୍କ ଜୀବନ କଥା ଆପଣ ଶାସ୍ତ୍ର ଯେତେବେଳେ ପଢିବେ, କେବେ ମଧ୍ୟ ଆପଣ ଗୋଟିଏ ଅଂଶକୁ ପଢିକରି ଆପଣ ତାକୁ ବ୍ୟାଖ୍ୟା କରିବେ। ଯଦି ଗୋଟିଏ ଅଂଶ ବ୍ୟାଖ୍ୟା କରିବେ, ତେବେ ଆପଣ ଭୁଲ ରାସ୍ତାକୁ ଯିବେ। ଆଉ ଆମେ ଯୋଉମାନେ ବି ପ୍ରଚାର କରୁଛୁ, ଆଦିରୁ ପ୍ରକାଶିତକୁ ଯାଇ ଖଣ୍ଡ ବାକ୍ୟ ନେଇକରି, ସେଇଟା ମଧ୍ୟ ବହୁତ ଡେଞ୍ଜର ଜିନିଷ ଗୁଡାକ। ତେଣୁ ଆମେମାନେ ପଦକୁ ପଦ ପଢି ଯେତେବେଳେ ଆମେ ଜାଣିବା, ସେତେବେଳେ ଆମମାନେ ଆଗକୁ ବଢିପାରିବା। ଜୁନସଙ୍କ ଜୀବନର 8ଟି କଥାକୁ ଆଉ ଥରେ ମୁଁ କହିଦଉଛି, ତାପରେ ଶେଷ କରି। ପ୍ରଥମ କଥା ହଉଛି, ସେ ଜଣେ ବିଶ୍ୱସ୍ତ ଥିଲେ, ତେଣୁ ଟିକଟ କାଟିଲେ। ସେ ଜଣେ ନମ୍ର ଥିଲେ, ତେଣୁ ସେ ଆଗକୁ ନ ଯାଇ ପଛରେ ବସିଲେ। ସେ ଜଣେ ପ୍ରକୃତ ବ୍ୟକ୍ତି ଥିଲେ, ତେଣୁ ତାଙ୍କ ଭୁଲକୁ ସ୍ୱୀକାର କରିଲେ, ଜେନ୍ୟୁଇନ୍ ପାର୍ସନ ତାଙ୍କ ଭୁଲକୁ ସ୍ୱୀକାର କରିଲେ। ଏବଂ ଚତୁର୍ଥ କଥା, ସେ ନିଜ ପରିଚୟକୁ ଦେଲେ। ପଞ୍ଚମ କଥା, ସେ ପାନିଶମେଣ୍ଟକୁ ଗ୍ରହଣ କଲେ। ଷଷ୍ଠ କଥା, ସେ ଉତ୍ସାହିତ ହେଲେ, ମ୍ୟାନ୍ ଅଫ୍ କରେଜ। ଯଦିଓ ମାଛ ଭିତରେ ଥିଲେ, କେବେ ମଧ୍ୟ ସେ ନିଜକୁ ନିରୁତ୍ସାହିତ କଲେ ନାହିଁ। ସପ୍ତମ କଥା, ଇଜ ଏ ମ୍ୟାନ୍ ଅଫ୍ ପ୍ରେୟର। ଅଷ୍ଟମ କଥା, ଇଜ ଏ ମ୍ୟାନ୍ ଅଫ୍ ରିକନସିଲିଏସନ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଜୁନସଙ୍କ ପାଠ ପଢି, ବାଇବେଲ ପଢି, ମୁଁ ଜଣେ ନ୍ୟୁ ଟେଷ୍ଟାମେଣ୍ଟ, ଓଲ୍ଡ ଟେଷ୍ଟାମେଣ୍ଟ ଷ୍ଟୁଡେଣ୍ଟ ଭାବେ ଆପଣଙ୍କୁ କହୁଛି, ଜଣେ ପାଠ ପଢି କେହି ଯଦି ତାଙ୍କୁ ନେଗେଟିଭ ପର୍ସନ ବୋଲି ଭାବନ୍ତି, ନକାରାତ୍ମକ ବୋଲି ଭାବନ୍ତି, ତେବେ ତାକୁ ଦୂର କରୁ। ଆସୁ ଜୁନସଙ୍କ ଜୀବନରୁ ଆମେ କିଛି ଶିଖୁ। ସେ ଜଣେ ପ୍ରଭୁ ପ୍ରିୟ ଲୋକ, ସେ ଜଣେ ଈଶ୍ୱରଙ୍କ ନିକଟରେ ସମର୍ପିତ ଲୋକ ଥିଲେ। ପ୍ରଭୁ ଯାହା କଲେ, ହୁଏତ ବାଦାନୁବାଦ ହେଲା, ତାଙ୍କ ସାଙ୍ଗେ ସେ ଲଢେଇ କଲେ, କିନ୍ତୁ ପ୍ରଭୁଙ୍କର କଥାକୁ ସେ ଅମାନ୍ୟ କରିଲେ। ପ୍ରଭୁ ଛୋଟିଆ ଚିନ୍ତାରେ ଆଶୀର୍ବାଦ କରନ୍ତୁ। ମତେ ସମୟ ଦେଇଥିବା ପ୍ରଭୁଙ୍କର ଦାସଙ୍କୁ ମୁଁ ଅନେକ ଧନ୍ୟବାଦ ଦିଏ, ଜଗଦୀଶ ଆଜ୍ଞାକୁ। ପୁଣି ଯୋଉମାନେ ଭିଡିଓ ଖୋଲି ବସିଛନ୍ତି, ମୋର ହୃଦୟରେ କୃତଜ୍ଞତା ଜଣାଏ। ଆଉ ମୁଁ ଆପଣମାନଙ୍କୁ ଦେଖି ଅତ୍ୟନ୍ତ ଉତ୍ସାହିତ। ଆଉ ମୁଁ ପ୍ରଭୁଙ୍କୁ ଆପଣମାନଙ୍କ ପାଇଁ ଧନ୍ୟବାଦ ଦିଏ। ଆଉ ବିଳିକା ଆଜ୍ଞା, ଆନନ୍ଦ ଆଜ୍ଞା, ପରିମା ଦିଦି, ସମସ୍ତଙ୍କୁ ପୁଣି ଆଉ ଆମଙ୍କର ଜଗଦୀଶ ଆଜ୍ଞା, ଆପଣଙ୍କୁ ଭିଡିଓ ଖୋଲିଥିବା ଲୋକ ଫାଷ୍ଟ ଧନ୍ୟବାଦ। ଆଗମନ ଦୁଇ ପ୍ରକାର ହୁଏ, ଗୋଟେ ଗୁପ୍ତ ଆଗମନ, ତାପରେ ଆଗମନ ହୁଏ। ତେଣୁକରି ଆପଣମାନଙ୍କୁ ପ୍ରଥମ ଧନ୍ୟବାଦ। ଭିଡିଓ ନ ଖୋଲିକରି ଯୋଉମାନେ ଶୁଣୁଛନ୍ତି, ସେମାନଙ୍କୁ ଦ୍ୱିତୀୟ ଧନ୍ୟବାଦ। ଭିଡିଓ ଆଉ ନ ଖୋଲି ଯୋଉମାନେ ଶୁଣୁନାହାନ୍ତି, ଆଉ ତାଙ୍କ ପିଲାମାନଙ୍କୁ, ସେମାନଙ୍କୁ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ମୋର ଆଜି ସକାଳେ ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୁନସଙ୍କ ତୁଲ୍ୟ ଆମମାନଙ୍କୁ ପଜିଟିଭ ମାଇଣ୍ଡ ଦେଇ ତାଙ୍କ ଗୌରବ ପାଇଁ ଆମମାନଙ୍କୁ ବ୍ୟବହାର କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍।